ଆମକୁ ଏକା ଛାଡ଼ି କାହିଁକି ଚାଲିଗଲୁ? ଏବେ ମୁଁ ମୋ ଛୋଟ ଦୁଇ ଭଉଣୀକୁ ନେଇ କେମିତି ରହିବି? ଦିଦି, ମା କାହିଁକି ଉଠୁନି? ମତେ ଭାରି ଡର ଲାଗୁଛି। ଏବେ ଆମର କଣ ହେବ ଦିଦି? କାନ୍ଦନି ରେ ଭଉଣୀ, ତମେ ଦୁଇ ଜଣ ଜମା ବି ଭୟ କରନି, ମୁଁ ତମ ପାଖରେ ଅଛି। ମାକୁ ହରେଇ ତିନି ଭଉଣୀ ବହୁତ କାନ୍ଦିଲେ। ତାପରେ ସେମାନେ ତାଙ୍କ ମାର ଅନ୍ତିମ ସଂସ୍କାର କଲେ। କିଛି ଦିନ ବିତିଗଲା। ଆରେ ଚଢ଼େଇ ଛୁଆ, ତୁ ଏଠି? ମୋ ପାଖରେ କିଛି କାମ ଥିଲା କି? ମିଟୁ କାକା, ମା ଯିବା ପରେ ଆମେ ତିନି ଭଉଣୀ ବହୁତ କଷ୍ଟରେ ଚଳୁଛୁ। 2 ଦିନ ହେଲାଣି ଆମେ ଠିକରେ ଖାଇବା ଖାଇନୁ। ମତେ କିଛି କାମ ଦେଇପାରିବ କାକା? ଆରେ ଝିଅ, ଚାଷ କାମ ଛଡ଼ା ତ ମୋ ପାଖରେ କିଛି ବି କାମ ନାହିଁ। ତୁ କ'ଣ ଜମିରେ ଚାଷ କରିପାରିବୁ? ଯେମିତି ବି କାମ ହେଉ, ମୁଁ ସବୁ କରିପାରିବି। ନହେଲେ ଯେ ମୋ ସହ ମୋ ଛୋଟ ଛୋଟ ଦୁଇ ଭଉଣୀ ବି ନ ଖାଇ ମରିଯିବେ। ବୁଝିଲି ରେ ଝିଅ, ତମେ ମାନେ ବହୁତ କଷ୍ଟରେ ଅଛ। ଆଚ୍ଛା ଶୁଣ, ମୋ ପାଖରେ କିଛି ଚାରା ଗଛ ଅଛି। ତୁ ସେସବୁ ଜମିରେ ଲଗେଇ ଦେ। ମୁଁ ତତେ 200 ଟଙ୍କା ଦେବି। କାକା, ମୁଁ ତମର ଏ ଉପକାର କେବେ ବି ଭୁଲିବିନି। ମୁଁ ଏବେ କାମରେ ଲାଗି ଯାଉଛି। ଏମିତି କହି ଚଢ଼େଇ ଛୁଆ ନିଜ କାମରେ ଲାଗି ପଡ଼ିଲା। ସେ ଅନେକ ପରିଶ୍ରମ କରି ଜମି ସାରା ଚାରା ଗଛ ଲଗେଇଦେଲା। ସନ୍ଧ୍ୟାରେ ସେ ମିଟୁ ପାଖରୁ ଟଙ୍କା ନେଇ ବଜାରରୁ କିଛି ସଉଦା କିଣି ଘରକୁ ଗଲା। ଦିଦି, ଆଜି ତୁ ଏତେ ଗୁଡ଼େ ସଉଦା ଆଣିଛୁ? ମା ଯିବା ପରେ ତ କେବେ ବି ଆମେ ପେଟ ପୁରା ଖାଇବା ଖାଇନାହାନ୍ତି। ମନ ଦୁଃଖ କରନି ଭଉଣୀ, ଆଜି ମୁଁ ବହୁତ ଖାଇବା ଆଣିଛି। ଆଜି ଆମେ ସମସ୍ତେ ପେଟ ପୁରା ଖାଇବା ଖାଇବା। ଚାଲ ଏବେ ଘର ଭିତରକୁ ଯିବା। ଏମିତି ସେଦିନ ବିତିଗଲା। ପରଦିନ ସକାଳେ ମିନୁ ନାମକ ଏକ ଧନୀ ଚଢ଼େଇ ତାଙ୍କ ଘରକୁ ଆସିଲା। ଆରେ ଝିଅ, ମୁଁ ବାହାରକୁ ଯାଇଥିଲି। ଆଜି ଘରକୁ ଆସି ତମମାନଙ୍କ ମା କଥା ଶୁଣି ଏଠାକୁ ଚାଲି ଆସିଲି। ତମମାନଙ୍କ ସହ ଏସବୁ କଣ ହେଇଗଲା? ସବୁ ଆମର ଭାଗ୍ୟ ମାଉସୀ। ଭଗବାନ ଆମ ଭାଗ୍ୟରେ ଯାହା ଲେଖିଛନ୍ତି ଆମ ସହ ତାହା ହେଉଛି। ତା ତ ବୁଝିଲି ରେ ଝିଅ, ହେଲେ ତମେ ମାନେ ଏବେ କେମିତି ଚଳୁଛ? ଚଢ଼େଇ ଛୁଆ, ତୁ ତ ବଡ଼, ତୁ କିଛି କାମ କର, ନହେଲେ ତୋ ଦୁଇ ଭଉଣୀଙ୍କର କଣ ହେବ କହିଲୁ? ମୁଁ ତ ସବୁଦିନ କାମ ଖୋଜୁଛି ମାଉସୀ। ଯୋଉଦିନ ବି କିଛି ଛୋଟ ମୋଟ କାମ ପାଏ, ସେ ଟଙ୍କା ତ ଖାଇବାରେ ହିଁ ସରିଯାଏ। ତା ତ ଠିକ କଥା। ଆରେ ଚଢ଼େଇ ଛୁଆ, ମୁଁ ମୋ ଘର କାମ ପାଇଁ ଜଣକୁ ଖୋଜୁଥିଲି। ତୁ ଯଦି ମୋ ଘରେ କାମ କରିବୁ, ପ୍ରତି ମାସରେ ମୁଁ ତତେ କିଛି ଟଙ୍କା ଦେବି। ସେଇ ଟଙ୍କାରେ ତମେ ତିନି ଭଉଣୀ ଆରାମରେ ଚଳିପାରିବ। ତୁମେ ସତ କହୁଛ ମାଉସୀ? ମୁଁ କାଲି ହିଁ ତୁମ ଘରକୁ ଯିବି। ଠିକ ଅଛି ରେ ଝିଅ, ମୁଁ ଏବେ ଯାଉଛି। କାଲି ତାହେଲେ ସକାଳୁ ମୋ ଘରକୁ ଚାଲି ଆସିବୁ। ଯାହା ହେଉ, ଏ ଚଢ଼େଇ ଛୁଆଟା ମୋ କଥାରେ ରାଜି ହେଇଗଲା। ଅଳ୍ପ ଟଙ୍କାରେ ମତେ ଗୋଟେ ଚାକରାଣୀ ମିଳିଗଲା। ପୂର୍ବ ଚାକରାଣୀକୁ ମୁଁ କେତେ ଟଙ୍କା ଦେଉଥିଲି। ଆରେ ଚଢ଼େଇ ଛୁଆ, ତୁ ଏକା କାମକୁ ଆସିଥାନ୍ତୁ, ତୋ ଦୁଇ ଭଉଣୀକୁ ସାଙ୍ଗରେ କାହିଁକି ଆଣିଛୁ? ମାଉସୀ, ମୋ ଦୁଇ ଭଉଣୀ ଏବେ ବହୁତ ଛୋଟ। ମୁଁ ପ୍ରତ୍ୟେକ ଦିନ ଏଠାକୁ ଆସି କାମ କରିବି। ଏମାନଙ୍କୁ ଘରେ ଏକା ରଖି ମୁଁ ଆସିପାରିଲିନି। ଇଏ ତ ବଡ଼ ଅସୁବିଧା କଥା। ଶୁଣ ଚଢ଼େଇ ଛୁଆ, ତୁ ଯେତେବେଳେ ଏମାନଙ୍କୁ ଆଣି ସାରିଲୁଣି, ଏମାନେ ବାହାରେ ଖେଳନ୍ତୁ। ତୁ ଯା ଭିତରେ କାମ କରିବୁ। ଆଉ ହଁ, ଏମାନଙ୍କୁ ତୁ ଜମା ବି ଘର ଭିତରକୁ ନେବୁନି। ମୋ ଘର ଅପରିଷ୍କାର ହେବ। ଏମିତି କହି ମିନୁ ସେଠାରୁ ଚାଲିଗଲା। ବଡ଼ ଚଢ଼େଇ ଛୁଆର ମନ ଦୁଃଖ ହେଇଗଲା। ସେ ତାର ଦୁଇ ଭଉଣୀଙ୍କୁ ବାହାରେ ରଖି ଘର ଭିତରକୁ ଯାଇ କାମ କଲା। ଏମିତି ବେଶ କିଛି ଦିନ ବିତିଗଲା। ଦିନେ, ମାଉସୀ ଆଉ ମାରନି, ଭାରି କଷ୍ଟ ହେଉଛି। ମତେ ବି ମାରନି। ଦିଦି, ଆମକୁ ବଞ୍ଚା। ଏ କଣ, ମୋ ଦୁଇ ଭଉଣୀ ଏମିତି ଚିତ୍କାର କାହିଁକି କରୁଛନ୍ତି? ମୁଁ ବାହାରକୁ ଯାଇ ଦେଖେ, କିଏ ତାଙ୍କୁ ପିଟୁଛି। ଏ କଣ ମାଉସୀ, ତୁମେ ମୋ ଦୁଇ ଭଉଣୀଙ୍କୁ କାହିଁକି ପିଟୁଛ? ଦୟାକରି ତାଙ୍କୁ ଛାଡ଼ି ଦିଅ। ମୁଁ ତମ ଗୋଡ଼ ଧରୁଛି। ମୋ ଦୁଇ ଭଉଣୀଙ୍କୁ ଆଉ ମାରନି। ଚୁପ୍ କର। ଆଜି ମୁଁ ଏ ଦୁଇ ଦୁଷ୍ଟଙ୍କୁ ପିଟି ପିଟି ମାରିଦେବି। ନା, ତୁମେ ତାଙ୍କ ଦେହରେ ହାତ ବି ଦିଅନି। ଆଗ କୁହ, ସେମାନେ କଣ କରିଛନ୍ତି? କଣ କରିଛନ୍ତି ଏମାନେ? ଏଇ ଦେଖେ, ଏମାନେ ଖେଳି ଖେଳି ମୋ 3ଟି ଫଳ ଗଛ ଉପାଡ଼ି ଦେଇଛନ୍ତି। ଏଇଥିପାଇଁ ମୁଁ ଏମାନଙ୍କୁ ତ ସାଙ୍ଗରେ ଆଣିବାକୁ ମନା କରିଥିଲି, ହେଲେ ତୁମ କଥା ଶୁଣିଲୁନି।
ତତେ ବି ମୁଁ ଆଉ କାମରେ ରଖିବିନି। ବାହାରି ଯା ମୋ ଘରୁ। ମୁଁ ବି ଆଉ ତୁମ ଘରେ କାମ କରିବିନି। ସାମାନ୍ୟ ଦିନଟି ଗଛ ପାଇଁ ତୁମେ ମୋ ଭଉଣୀକୁ ଏତେ ପିଟିଲ। ମତେ ମୋ ଦରମା ଦିଅ, ମୁଁ ଏଠୁ ଚାଲିଯିବି। ତ ଦୁଇ ଭଉଣୀ ମୋର ଯାହା କ୍ଷତି କଲେ ତା ଉପରେ ପୁଣି ତୁ ମତେ ଦରମା ମାଗୁଛୁ? ଏ ଫଳ ଗଛ ଗୁଡାଙ୍କର ଦାମ ଯେତିକି ତ ଦରମା ବି ସେତିକି ନୁହଁ, ବୁଝିଲୁ? ଦରମା ନେବୁ ତ ଏଇ 3 ଗଛକୁ ନେ, ଏଗୁଡା ତ ଦରମା। ଚଢ଼େଇ ଛୁଆ ସେ 3 ଗଛ ଧରି ତା ଭଉଣୀଙ୍କ ସହ ଘରକୁ ଫେରି ଆସିଲା। ନିଜ ଘର ସାମ୍ନାରେ ଥିବା ଏକ ଖୋଲା ପଡ଼ିଆରେ ସେ 3 ଗଛକୁ ଲଗେଇଦେଲା। କିଛି ସମୟ ପରେ ମିଟୁ ତାଙ୍କ ଘରକୁ ଆସିଲା। ଆରେ ଚଢ଼େଇ ଛୁଆ, ମୁଁ ଏକ ଜରୁରୀ କାମରେ ତୋ ପାଖକୁ ଆସିଥିଲି। ମୁଁ କାଲିଠୁ ଚାଷ କାମ ଆରମ୍ଭ କରୁଛି। ମୋର ସାହାଯ୍ୟ ପାଇଁ ଜଣକୁ ଦରକାର। ତୁ କ'ଣ କାମରେ ମୋତେ ସାହାଯ୍ୟ କରିପାରିବୁ? ମୁଁ ପ୍ରତ୍ୟେକ ଦିନ ତତେ କିଛି ଟଙ୍କା ଦେଇଦେବି। ଇଏ ତ ବହୁତ ଭଲ କଥା କାକା, ମୁଁ କାଲି ହିଁ କାମକୁ ଯିବି। ଚଢ଼େଇ ଛୁଆର କଥା ଶୁଣି ମିଟୁ ଖୁସି ହେଇ ସେଠାରୁ ଚାଲିଗଲା। ପରଦିନଠୁ ହିଁ ଚଢ଼େଇ ଛୁଆ କାମକୁ ଗଲା। ସେ କାମ କରିବା ସହ ମିନୁ ପାଖରୁ ଆଣିଥିବା ସେ 3 ଫଳ ଗଛର ବି ଯତ୍ନ ନେଉଥିଲା। ତାର 2 ଭଉଣୀ ବି ତାକୁ ଏ କାମରେ ସାହାଯ୍ୟ କରୁଥିଲେ। ଆରେ ବାଃ, ମୁଁ ଦେଖୁଛି ଆଜିକାଲି ମୋ 2 ଭଉଣୀ ଗଛ ପ୍ରେମୀ ପାଲଟି ଯାଇଛନ୍ତି। ମତେ ତ ଆଉ କିଛି କରିବାକୁ ହିଁ ପଡୁନି। ତମେ 2 ଜଣ ଏଇ ଗଛ ଗୁଡାକର ଭଲ ଯତ୍ନ ନେଉଛ। ଏଇ ଦେଖ, ମୁଁ ଆଜି ମିଟୁ କାକାଙ୍କ ପାଖରୁ କିଛି ସାର ଆଣିଛି। ଏ ସାର ଗଛ ମୂଳରେ ଦେଲେ ଗଛ ଭଲ ପଡ଼ିବ। ଏବେ ଛାଡ଼, ମୁଁ ଏ ଗଛ ମୂଳରେ ସାର ଦେଇଦିଏ। ଏହିପରି ଚଢ଼େଇ ଛୁଆ ତାର 2 ଭଉଣୀଙ୍କ ସହ ମିଶି ଗଛ ଗୁଡ଼ିଙ୍କର ଖୁବ୍ ଯତ୍ନ ନେଉଥିଲା। କିଛି ଦିନ ବିତିଗଲା। ଧୀରେ ଧୀରେ ସେ 3 ଫଳ ଗଛ ବଡ଼ ହେଲେ। ସେଥିରେ ଅନେକ ଫଳ ଫଳିଲା। ଚଢ଼େଇ ଛୁଆ ସେ ଫଳ ବିକ୍ରି କରି ଭଲ ଟଙ୍କା ପାଉଥିଲା। କଥା କ'ଣ ଚଢ଼େଇ ଛୁଆ, ତୁ 2 ଦିନ ହେଲାଣି ମୁଁ କାମକୁ ଆସୁନୁ ଯେ? ତୋ ଦେଖା ନ ପାଇ ତୋ ଘରକୁ ଚାଲି ଆସିଲି। ଆରେ ଏ କ'ଣ, ଏ 3 ଗଛ ତୁ କେବେ ଲଗେଇଲୁ? ଏ 3 ଗଛ ବଡ଼ ହେଇ ଏତେ ଫଳ ଫଳିଲାଣି? କାକା, ଏଇ ସେଇ 3 ଗଛ ଯୋଉ ଗଛ ମୂଳରେ ସାର ଦେବା ପାଇଁ ଦିନେ ମୁଁ ସାର ମାଗିଥିଲି। ମୁଁ ଆଉ ମୋ 2 ଭଉଣୀ ମିଶି ଅନେକ କଷ୍ଟରେ ଏ 3 ଗଛକୁ ବଡ଼ କରିଛୁ। ଏ 3 ଗଛର ଫଳ ବିକ୍ରି କରି ଆମେ ଭଲରେ ଚଳୁଛୁ। ସେଥିପାଇଁ ମୁଁ ଆଉ କାମକୁ ଯାଉନଥିଲି। ବାଃ, ଫଳ ବିକ୍ରି କରି ତ ଅନେକ ଧନୀ ହେଇଗଲୁଣି। ତୁ କ'ଣ ଭୁଲିଗଲୁ? ଏ 3 ଗଛ ମୁଁ ତତେ ଦେଇଥିଲି। ସେଥିପାଇଁ ଏ ଗଛ ଗୁଡାକ ଉପରେ ମୋର ବି ଅଧିକାର ଅଛି। ଆଜିଠୁ ମୁଁ ବି ଅଧା ଫଳ ଏ ଗଛ ମାନଙ୍କରୁ ନେବି। ତୁମେ ଏସବୁ କ'ଣ କହୁଛ ମାଉସୀ? ମୋ ଦରମା କାଟି ମତେ ତୁମେ ଏ 3 ଗଛ ଦେଇଥିଲ। ଏ ଗଛ ମାନଙ୍କ ଉପରେ ତୁମର କିଛି ବି ଅଧିକାର ନାହିଁ। ମୁଁ ତମକୁ ଭାଗ ଦେବିନି। କ'ଣ କହିଲୁ? ମତେ ଭାଗ ଦେବୁନି? ରହ, ମୁଁ ଏବେ ଏ ଗଛ ଗୁଡାକୁ କାଟିଦେବି। ନା ତୁ ଫଳ ପାଇବୁ, ଆଉ ନା ତୁ ଫଳ ବିକ୍ରି କରି ଟଙ୍କା ପାଇବୁ। ଯେମିତି ମିନୁ ଗଛ କାଟିବା ପାଇଁ ପାଖକୁ ଗଲା, ଗଛ ଭିତରୁ ଏକ ଶକ୍ତ ଦଉଡ଼ି ବାହାରି ଆସି ମିନୁକୁ ବାନ୍ଧିଦେଲା। ଆରେ ମରିଗଲି ରେ ମରିଗଲି। ତମେ ମାନେ ସବୁ ଦେଖୁଛ କ'ଣ? ମତେ ଏଠୁ ମୁକ୍ତ କର। ତୋ ସହ ଯାହା ହେଇଛି ଠିକ୍ ହେଇଛି। ଆସିଥିଲୁ ଜୋର ଦେଖେଇବା ପାଇଁ। ଭଗବାନ ତତେ ତୋର ଶାସ୍ତି ଦେଇଛନ୍ତି। ଏମିତି କହି ମିଟୁ ହସିଲା। ମିନୁର ମୁଣ୍ଡ ଲାଜରେ ନଇଁଗଲା। ସେ ନିଜ ଭୁଲ ପାଇଁ କ୍ଷମା ମାଗିଲା। ମୋର ଭୁଲ ହେଇଗଲା। ମତେ ଏଇ ଥରକ କ୍ଷମା କରି ଛାଡ଼ିଦିଅ। ମୁଁ ଆଉ କେବେ ବି ଏଠାକୁ ଆସିବିନି। ମିନୁର ଏପରି କଥା ଶୁଣି ଗଛ ତାକୁ ଛାଡ଼ିଦେଲା। ମିନୁ ବି ନିଜର ଭୁଲ ବୁଝିପାରି ସେଠାରୁ ଚାଲିଗଲା। ସେପଟେ ଚଢ଼େଇ ଛୁଆ ଫଳ ବିକ୍ରି କରି ତା 2 ଭଉଣୀଙ୍କୁ ନେଇ ଖୁସିରେ ରହିଲା। କିଛି ଦିନ ଧରି ଗୋଟେ ମା ଚଢ଼େଇର ଦେହ ବହୁତ ଅସୁସ୍ଥ ଥିଲା। ତା 3 ଝିଅ ତା ପାଖରେ ଥିଲେ। ଦିନେ ସେ ତାର 3 ଝିଅଙ୍କୁ କହିଲା, ଆରେ ମୋ ସମୟ ଶେଷ ହେଇଗଲାଣି। ମୁଁ ଆଉ ବଞ୍ଚିବିନି। ମା, ଏମିତି କହନି। ତୋର କିଛି ହେବନି। ଆମେ ଏବେ ତତେ ଡାକ୍ତରଖାନା ନେଇଯିବୁ। ନା, ମତେ ଡାକ୍ତରଖାନା ନିଅନି। କିଛି ଲାଭ ହେବନି। ମତେ ତମେମାନେ କ୍ଷମା କରିଦେବ। ମୁଁ ତମମାନଙ୍କୁ ଏକା କରି ଛାଡ଼ି ଚାଲି ଯାଉଛି। ମୁଁ ମରିବା ପୂର୍ବରୁ ତମମାନଙ୍କୁ କିଛି ଦେବାକୁ ଚାହୁଁଛି। ମୋର ତକିଆ ତଳେ 3ଟି ଫଳ ମଞ୍ଜି ଅଛି। ମୁଁ ମଲା ପରେ ତମେମାନେ ସେ ଫଳ ମଞ୍ଜି ଲଗେଇବ। ଗଛରେ ଫଳ ଆସିଲା ପରେ ତମେମାନେ ସେ ଫଳ ବିକ୍ରି କରି ଚଳିବ। ଏମିତି କହୁ କହୁ ହିଁ
ମା ଚଢ଼େଇର ମୃତ୍ୟୁ ହେଇଗଲା। ତିନି ଭଉଣୀ ମାକୁ ହରେଇ ଅନେକ କାନ୍ଦିଲେ। ତାପରେ ବେଶ କିଛି ଦିନ ବିତିଗଲା। ଦିନେ ବଡ଼ ଭଉଣୀ ତାର ଦୁଇ ଭଉଣୀକୁ କହିଲା, ଅନେକ ଦିନ ତ ହେଇଗଲାଣି, ମା କହିଥିଲା ତା ତକିଆ ତଳେ 3ଟି ଫଳ ମଞ୍ଜି ଅଛି। ତମେମାନେ କ'ଣ ସେ ମଞ୍ଜି ଦେଖିଛ? ନା ଦିଦି, ଆମେ ସେ ମଞ୍ଜି ଦେଖିନୁ। ଚାଲ ଆଜି ସମସ୍ତେ ମିଶି ସେ ଫଳ ମଞ୍ଜି ବାହାର କରିବା, ଆଉ ମାର କହିବା ଅନୁସାରେ ଆମେ ସେ ମଞ୍ଜି ପୋତିଦେବା। ତାପରେ ତିନି ଭଉଣୀ ମିଶି ତାଙ୍କ ମାର ଘରକୁ ଗଲେ। ତକିଆ ତଳୁ ସେମାନେ 3ଟି ଫଳ ମଞ୍ଜି ବାହାର କଲେ। ସେ ଫଳ ମଞ୍ଜି ଦେଖି ତ ତିନି ଭଉଣୀ ଆଶ୍ଚର୍ଯ୍ୟ ହେଇଗଲେ। ଆରେ କ'ଣ ଏ କେମିତିକା ଅଦ୍ଭୁତ ମଞ୍ଜି! ଗୋଟେ ସୁନାର, ଗୋଟେ ରୂପାର, ଆଉ ଗୋଟେ ସାଧାରଣ ମଞ୍ଜି। ମୁଁ ଏ 3 ମଞ୍ଜିକୁ ଆଗ ଦେଖିଛି, ସେଥିପାଇଁ ମୁଁ ଏ ସୁନା ମଞ୍ଜି ନେବି। ତମେ 2 ଜଣ ନିଜ ନିଜ ଭିତରେ ଆର 2 ମଞ୍ଜି ଭାଗ କରି ନିଅ। ମୁଁ ତମମାନଙ୍କଠୁ ବଡ଼, ସେଥିପାଇଁ ମୁଁ ସୁନାର ମଞ୍ଜି ନେବି। ହେଲେ ଦିଦି, ମୁଁ ଆଗ କହିଛି ମୁଁ ସେ ସୁନା ମଞ୍ଜି ନେବି। ତୁ କ'ଣ ଭୁଲିଗଲୁ? ମା ସବୁବେଳେ କୁହେ ନା ବଡ଼ ଭଉଣୀର କଥା ମାନିବା ପାଇଁ। ମୁଁ ବଡ଼ ମାନେ ମୁଁ ସେ ସୁନାର ମଞ୍ଜି ନେବି। ତମେ 2 ଜଣ ନିଜ ଭିତରେ ଆର 2 ମଞ୍ଜି ଭାଗ କରି ନିଅ। ତେବେ ଠିକ୍ ଅଛି, ମୁଁ ଏ ରୂପାର ମଞ୍ଜି ନେବି। କୁନି, ତୁ ଆମ ସମସ୍ତଙ୍କଠୁ ସାନ, ତୁ ଏ ସାଧାରଣ ମଞ୍ଜି ନେ। ତୁ କିଛି କହିବୁ? ନା ନା, ମୁଁ ଆଉ କ'ଣ କହିବି? ତମେମାନେ ବଡ଼, ମତେ ଯାହା ବି ଦେବ ମୁଁ ସେଥିରେ ଖୁସି। ତାପରେ 3 ଭଉଣୀ କଥା ହେଇ 3 ଫଳ ମଞ୍ଜି ଭାଗ କରି ନେଇଗଲେ, ଆଉ ନିଜ ନିଜ ବଗିଚାରେ ଲଗେଇଦେଲେ। ଦେଖୁ ଦେଖୁ କିଛି ଦିନ ବିତିଗଲା। 3 ମଞ୍ଜିରୁ 3ଟି ଗଛ ବାହାରିଲା। ଆରେ ବାଃ, ମୋ ଗଛଟି କେତେ ବଡ଼ ହେଇଛି! ମୋ ଗଛରେ ତ ଅନେକ ଫୁଲ ବି ଧରିଛି। ଏବେ ମୁଁ ଯାଇ ଦେଖେ ମୋ 2 ସାନ ଭଉଣୀଙ୍କ ଗଛ କେତେ ବଡ଼ ହେଇଛି। ଆରେ ଦିଦି, ତୁ ଏଠି କ'ଣ କାମ ଥିଲା କି ମୋ ପାଖରେ? ହଁ, ତୋ ଗଛ ଦେଖିବାକୁ ଆସିଥିଲି। ତୋ ଗଛ କେତେ ବଡ଼ ହେଲାଣି? ହଁ ଦିଦି, ମୋ ଗଛ ବି ବଡ଼ ହେଲାଣି। ହେଲେ ତୋ ଗଛ ତ ମୋ ଗଛଠୁ ବି ବଡ଼। କେତେ ଫୁଲ ଧରିଛି ତୋ ଗଛରେ। ତୁ ମୋ ଘରକୁ କେବେ ଗଲୁ, ଆଉ ମୋ ଗଛକୁ କେବେ ଦେଖିଲୁ? ଏଇ ଗତକାଲି ମୁଁ ତ ଘରକୁ ଯାଇଥିଲି, ତୁ ଘରେ ନଥିଲୁ। ସେଥିପାଇଁ ମୁଁ ତୋ ସହ ଦେଖା ନ କରି ଫେରି ଆସିଲି। ତୁ ମୋ ଗଛ ଦେଖିବୁ ତ? ଆସ ମୋ ସାଙ୍ଗରେ, ମୋ ଗଛ ଦେଖିବୁ। ହଁ, ତୋ ଗଛ ବି ବହୁତ ବଡ଼ ହେଇଛି। ଏବେ ଚାଲ ଆମ ସାନ ଭଉଣୀର ଘରକୁ ଯିବା, ଆଉ ଦେଖିବା ତା ଗଛ କେତେ ବଡ଼ ହେଇଛି। ଦିଦି, ତା ଗଛ ଦେଖି କ'ଣ ଲାଭ? ତାର ତ ସାଧାରଣ ଗଛ। ହଁ, ତୁ ଠିକ୍ କହିଛୁ। ତା ପାଖକୁ ଯାଇ କିଛି ଲାଭ ନାହିଁ। ହଉ, ମୁଁ ଏବେ ମୋ ଘରକୁ ଯାଉଛି। ତାପରେ ଆହୁରି କିଛି ଦିନ ବିତିଗଲା। ସୁନା ମଞ୍ଜିରୁ ବାହାରିଥିବା ଗଛରେ ସୁନା ଆମ୍ବ ଫଳିଲା। ରୂପା ମଞ୍ଜିରୁ ବାହାରିଥିବା ଗଛରେ ରୂପା ଆମ୍ବ ଫଳିଲା। ସବା ସାନ ଭଉଣୀ ଲଗେଇଥିବା ମଞ୍ଜିରୁ ସାଧାରଣ ଗଛ ବାହାରି ସେଥିରେ ସାଧାରଣ ଆମ୍ବ ଫଳିଲା। ବାଃ, ମୋ ଗଛରେ କେତେ ରୂପା ଆମ୍ବ ଫଳିଛି! ଏବେ ମୁଁ ଏ ରୂପା ଆମ୍ବ ବିକ୍ରି କରି ଅନେକ ଧନୀ ହେଇଯିବି। ଇସ୍, ମୋ ପାଖରେ ଯଦି ସେ ସୁନା ମଞ୍ଜି ଥାଆନ୍ତା, ମୁଁ ଆଜି ସୁନା ଆମ୍ବ ପାଇଥାନ୍ତି। ତାହେଲେ ତ ମୁଁ ଆହୁରି ଧନୀ ହେଇଥାନ୍ତି। ସେ ବଡ଼ ଦିଦି ପାଇଁ ମୁଁ ସୁନା ମଞ୍ଜି ପାଇପାରିଲିନି। ମୁଁ ଏ କ'ଣ ଦେଖୁଛି? ମୋ ଗଛରେ ସୁନା ଆମ୍ବ ଫଳିଛି। ଇ ମା, ଏବେ ମୁଁ ଏ ସବୁ ସୁନା ଆମ୍ବ ବିକ୍ରି କରି ବହୁତ ଟଙ୍କା ପାଇବି। ମୁଁ ଏ ଜଙ୍ଗଲର ରାଣୀ ହେଇ ସମସ୍ତଙ୍କ ଉପରେ ହୁକୁମ କରିବି। ଓହୋ, ଏସବୁ ଭାବିଲା ପରେ ହିଁ ମୋତେ କେତେ ଭଲ ଲାଗୁଛି। ଆରେ ବାଃ, ମୋ ଗଛରେ ତ ଅନେକ ଫଳ ହେଇଛି। ମୁଁ ଏସବୁ ଆମ୍ବ ବିକ୍ରି କରିବିନି, ସମସ୍ତଙ୍କୁ ମାଗଣାରେ ଖାଇବାକୁ ଦେବି। ଆମ ଜଙ୍ଗଲରେ ଅନେକ ଭୋକିଲା ଚଢ଼େଇ ରହୁଛନ୍ତି, ମୁଁ ସେମାନଙ୍କୁ ଏ ଆମ୍ବ ଖାଇବାକୁ ଦେଇ ସାହାଯ୍ୟ କରିବି। ତାପରେ ସେ 2 ଭଉଣୀ ସୁନା ରୂପା ଆମ୍ବ ବିକ୍ରି କରି ଅନେକ ଧନୀ ହେଇଗଲେ। ସେମାନେ ଯେତିକି ଧନୀ ହେଉଥିଲେ, ସେତିକି ଗର୍ବ ଅହଙ୍କାରୀ ପାଲଟି ଯାଉଥିଲେ। ସେମାନେ ନିଜ ନିଜ ପାଇଁ ଏକ ବଡ଼ ଘର କିଣି ରହିଲେ। ସବା ସାନ ଭଉଣୀଟି ସମସ୍ତଙ୍କୁ ତା ଆମ୍ବ ମାଗଣାରେ ଖାଇବାକୁ ଦେଉଥିଲା। ଅନେକ ଗରିବ ଚଢ଼େଇଙ୍କୁ ସାହାଯ୍ୟ ବି କରୁଥିଲା। ଏମିତି ଆହୁରି କିଛି ଦିନ ବିତିଗଲା। ଦିନେ ଏକ ରୋଗିଣା ବୁଢ଼ୀ ଚଢ଼େଇ ବଡ଼ ଭଉଣୀର ପାଖକୁ ଯାଇ କହିଲା, ଆରେ ଝିଅ, ତୋ ଗଛରେ ତ ସୁନା ଆମ୍ବ ଫଳିଛି, ମୋତେ 2ଟା ସୁନା ଆମ୍ବ ଦେ। ଅନେକ ଦିନରୁ ମୁଁ କିଛି ଭଲ ଖାଇବା ଖାଇନି।
ମତେ ଏସବୁ କଥା କାହିଁକି କହୁଛ? ମୁଁ କ'ଣ କରିବି? ତୁ ମତେ 2ଟା ସୁନା ଆମ୍ବ ଦେଲେ ମୁଁ ସେସବୁ ବିକ୍ରି କରି କିଛି ଭଲ ଖାଇବା କିଣି ଖାଇପାରନ୍ତି। ନା, ମୁଁ ମୋ ଗଛର ସୁନା ଆମ୍ବ କାହାକୁ ବି ମାଗଣାରେ ଦିଏନି। କୁଆଡ଼ୁ ଚାଲି ଆସି ମତେ ସୁନା ଆମ୍ବ ମାଗିଲା। ଭଲରେ ଏଠୁ ଚାଲିଯାଅ, ନହେଲେ ମୁଁ ଧକ୍କା ଦେଇ ଏଠୁ ବାହାର କରିଦେବି। ନା ନା, ମୋ ସହ କିଛି କରନି, ମୁଁ ଚାଲି ଯାଉଛି। ତାପରେ ସେ ରୋଗିଣା ଚଢ଼େଇ ମଝିଆ ଭଉଣୀର ପାଖକୁ ଗଲା। ଆରେ ଝିଅ, ମୁଁ ଭାରି ଭୋକିଲା ଅଛି। ଅନେକ ଦିନରୁ ମୁଁ କିଛି ନ ଖାଇବା ଯୋଗୁଁ ଦୁର୍ବଳ ହେଇଯାଇଛି। ତୋ ଗଛରେ ତ ରୂପା ଆମ୍ବ ଫଳିଛି, ମତେ 2ଟି ରୂପା ଆମ୍ବ ଦେ। ମୁଁ ସେସବୁ ବିକ୍ରି କରି କିଛି ଖାଇବା ଆଉ ଔଷଧ କିଣନ୍ତି। ଏଇ ବୁଢ଼ୀ, ମୋ ରୂପା ଆମ୍ବ ଉପରେ ନଜର ପକାନି କହୁଛି। ମୁଁ କେତେ ଯତ୍ନ କରି ଏଇ ଗଛ ବଡ଼ କରିଛି। ରାତିଦିନ ମୋର ଏଇ ରୂପା ଆମ୍ବକୁ ମୁଁ ଜଗିଛି, ଆଉ ତୁ ଚାଲି ଆସି ମତେ ମାଗଣାରେ ରୂପା ଆମ୍ବ ମାଗୁଛୁ। ଗୋଟେ ରୂପା ଆମ୍ବ ଦେ ନା ଝିଅ, ଭଗବାନ ତୋର ମଙ୍ଗଳ କରିବେ। ବହୁତ ହେଇଗଲା, ତୁ ଶୀଘ୍ର ମୋ ଘରୁ ବାହାର। ଭଲରେ ନ ଗଲେ ମୁଁ ତତେ ପିଟି ପିଟି ଏଠୁ ବାହାର କରିଦେବି। ନା ନା, ଥାଉ, ମତେ ପିଟନି, ମୁଁ ଚାଲି ଯାଉଛି। ତାପରେ ସେ ରୋଗିଣା ବୁଢ଼ୀ ଚଢ଼େଇ ସବା ସାନ ଭଉଣୀର ପାଖକୁ ଗଲା। ଘରେ କିଏ ଅଛ କି? ହଁ ବଢ଼ୀମା, କୁହନ୍ତୁ। ଝିଅରେ, ମତେ ଭାରି ଭୋକ ଲାଗୁଛି, କିଛି ଖାଇବାକୁ ଦେଇପାରିବୁ? ହଁ ହଁ, କାହିଁକି ନୁହଁ। ବୁଢ଼ୀମା, ତୁମେ ଆମ୍ବ ଖାଇବ? ମୋ ଗଛରେ ଅନେକ ଆମ୍ବ ଫଳିଛି। ହଁ ହଁ, ବହୁତ ଦିନରୁ ମୁଁ ଆମ୍ବ ଖାଇନି। ଦେ, ମତେ କିଛି ଆମ୍ବ ଦେ। ସେ ସାନ ଭଉଣୀଟି ଅନେକ ଗୁଡ଼ିଏ ଆମ୍ବ ଆଣି ବୁଢ଼ୀ ଚଢ଼େଇକୁ ଦେଲା। ବୁଢ଼ୀ ଚଢ଼େଇଟି ଖୁସି ହେଇ ନିଜ ପ୍ରକୃତ ରୂପକୁ ଚାଲି ଆସିଲା। ପ୍ରକୃତରେ ସେ ଥିଲା ଗୋଟେ ପରୀ। ତୁମେ କିଏ? ମୁଁ ହେଉଛି ଚଢ଼େଇ ପରୀ। ତ ମାର ଭଲ ଗୁଣ ପାଇଁ ମୁଁ ତାକୁ 3ଟି ଫଳ ମଞ୍ଜି ଦେଇଥିଲି। ମୁଁ ତମମାନଙ୍କ ବିଷୟରେ ସବୁ ଜାଣିଛି। ଆଜି ମୁଁ ତମ 3 ଭଉଣୀଙ୍କୁ ପରୀକ୍ଷା କରିବାକୁ ଆସିଥିଲି। ତୁ ମୋ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇଛୁ। ତ 2 ଭଉଣୀ ବହୁତ ଅହଙ୍କାରୀ। ଖୁବ୍ ଶୀଘ୍ର ସେମାନେ ତାଙ୍କ ଗର୍ବ ଅହଙ୍କାରର ଶାସ୍ତି ପାଇବେ। ତ ଭଲ ଗୁଣ ପାଇଁ ମୁଁ ତତେ ଏକ ଉପହାର ଦେଉଛି, ଏଇ ନେ। ଏମିତି କହି ସେ ଚଢ଼େଇ ପରୀ ସାନ ଭଉଣୀର ସାଧାରଣ ଗଛରେ ଥିବା ସବୁ ଆମ୍ବକୁ ସୁନା ରୂପାର କରିଦେଲା। ଆଜିଠାରୁ ଏଇ ଗଛରେ ପ୍ରତିଦିନ ସୁନା ରୂପାର ଆମ୍ବ ଫଳିବ। ଏ ଆମ୍ବ କେବେ ବି ସରିବନି। ତାପରେ ସେ ଚଢ଼େଇ ପରୀ ସେଠାରୁ ଚାଲିଗଲା। ତା ଅଭିଶାପ ପାଇଁ ଆର 2 ଭଉଣୀଙ୍କ ଗଛ ଶୁଖିଗଲା। ତାଙ୍କ ଘର ଧନ ସମ୍ପତ୍ତି ସବୁ ନଷ୍ଟ ହେଇଗଲା। ଏସବୁ ଦେଖି 2 ଭଉଣୀ ବହୁତ କାନ୍ଦିଲେ। ସେମାନେ ତାଙ୍କ ସାନ ଭଉଣୀ ପାଖକୁ ଆସିଲେ। ସାନ ଭଉଣୀ ପାଖରୁ ସବୁ କଥା ଶୁଣି ସେମାନେ ନିଜ ଭୁଲ ବୁଝିପାରିଲେ। ହେ ଭଗବାନ, ଆମେ ଏସବୁ କ'ଣ କରିଦେଲୁ? ଚଢ଼େଇ ପରୀକୁ ଚିହ୍ନି ନ ପାରି ତା ସହ ଆମେ ବହୁତ ଖରାପ ବ୍ୟବହାର କରିଛୁ। ଏବେ ଆମେ ତାକୁ କେମିତି କ୍ଷମା ମାଗିବୁ? ତମେମାନେ ନିଜ ଭୁଲ ବୁଝିପାରି ଅନୁତାପ କଲେ ଚଢ଼େଇ ପରୀ ତମମାନଙ୍କୁ କ୍ଷମା କରିଦେବେ। ସେ ବହୁତ ଭଲ। ତମେମାନେ ରହିବା ପାଇଁ ଚିନ୍ତା କରିବନି। ତମେମାନେ ଚାହିଁଲେ ମୋ ସହ ମୋ ଘରେ ରହିପାରିବ। ଆରେ ଭଉଣୀ, ତୋ ଗଛ ତ ବହୁତ ସୁନ୍ଦର ହେଇଛି। ଏଇ ଗଛ କେବଳ ମୋର ନୁହଁ, ଆମ 3 ଭଉଣୀଙ୍କର। ତମର ଯେବେ ବି କିଛି ଦରକାର ହେବ, ଏ ଗଛର ସୁନା ରୂପା ଆମ୍ବ ନେଇପାରିବ। ଏମିତି ସେମାନେ ମିଳିମିଶି ଗୋଟେ ଘରେ ରହିଲେ। ନିଜ ଭୁଲ ବୁଝିପାରି 2 ଭଉଣୀ ଭଲ ହେଇଗଲେ, ଆଉ ତାଙ୍କ ସାନ ଭଉଣୀ ସହ ମିଶି ଗରିବ ଦୁଃଖୀ ଚଢ଼େଇଙ୍କୁ ସାହାଯ୍ୟ କରୁଥିଲେ। ଥରେ ଗୋଟେ ଜଙ୍ଗଲରେ ଏକ ଟିକି ଚଢ଼େଇ ତାର ଏକ ଛୋଟ ଭଉଣୀ ସାଙ୍ଗରେ ରହୁଥିଲା। ବାପା ମାଙ୍କ ମୃତ୍ୟୁ ପରେ ସେ ବହୁତ ପରିଶ୍ରମ କରି ତାର ଆଉ ତା ଭଉଣୀର ଖାଇବା ଯୋଗାଡ଼ କରୁଥିଲା। ଟିକି ଚଢ଼େଇ କାଠ ଆଉ ବାଉଁଶରେ ମଜବୁତ ଘର ତିଆରି କରିପାରୁଥିଲା। ତାଙ୍କ ଘର ପାଖରେ ମିଟୁର ପରିବାର ରହୁଥିଲେ। ମିଟୁ ଥିଲା ବହୁତ ଅଳସୁଆ। ସେ କିଛି କାମ ନ କରି ସବୁବେଳେ ଖାଲି ଶୋଇ ରହୁଥିଲା। ସେଥିପାଇଁ ତାର ସ୍ତ୍ରୀ ତାକୁ ସବୁବେଳେ ଗାଳି ଦେଉଥିଲା। ତମେ ଏଯାଏଁ ଶୋଇ ରହିଛ, ଘରେ କିଛି ଖାଇବାକୁ ନାହିଁ। ଯାଅ, ଶୀଘ୍ର ଯାଇ କିଛି ଖାଇବା ଆଣ। ଆରେ ସକାଳୁ ସକାଳୁ ଏତେ ପାଟି କାହିଁକି କରୁଛୁ? କ'ଣ କହିଲ? ମୁଁ ପାଟି କରୁଛି? ତମର ଏ ଅଳସୁଆମୀ ଗୁଣ ପାଇଁ ଆମକୁ କେତେ ଦିନ ଧରି ଉପାସରେ ରହିବାକୁ ପଡ଼େ।
ସାମ୍ନା ଘରେ ରହୁଥିବା ସେ ଟିକି ଚଢ଼େଇକୁ ଦେଖ। ସେ ସାନ ହେଲେ ବି କେତେ ପରିଶ୍ରମ କରି କାଠ ବାଉଁଶରେ ଚଢ଼େଇମାନଙ୍କର ଘର ତିଆରି କରୁଛି ଆଉ ତାର ଖାଇବା ଯୋଗାଡ଼ କରୁଛି। ବୁଝିଲି, ତୁ ମତେ ଆଉ ଶୁଏଇ ଦେବୁନି। ମୁଁ ଯାଉଛି ବାହାରକୁ, ତୋ ପାଇଁ ଖାଇବା ଆଣିଦେବି। ଏବେ ତୁ ଯା ଏଠୁ। ମିଟୁର ଏମିତି କଥା ଶୁଣି ତା ସ୍ତ୍ରୀ ସେଠାରୁ ଚାଲିଗଲା। ଏ ବଦମାସ ଟିକି ଚଢ଼େଇ ପାଇଁ ମୁଁ ଟିକେ ଶାନ୍ତିରେ ଶୋଇପାରୁନି। ସବୁବେଳେ ମୋ ସ୍ତ୍ରୀ ତାରି କଥା କହିବ। ନା ଆଉ ନୁହଁ, ଏଥର ତାର କିଛି ବ୍ୟବସ୍ଥା ମତେ କରିବାକୁ ପଡ଼ିବ। ଆରେ ଟିକି ଚଢ଼େଇ, ତୁ ଘରେ ଅଛୁ ତ? ଟିକେ ବାହାରକୁ ଆସିଲୁ। ହଁ ହଁ ଆଣ୍ଟି, ମୁଁ ଘରେ ଅଛି। ଆପଣ ଏତେ ସକାଳୁ ସକାଳୁ ଏଠି? ମୋ ପାଖରେ କିଛି କାମ ଥିଲା କି? ହଁ ହଁ, ଗୋଟେ ଜରୁରୀ କାମରେ ମୁଁ ତ ପାଖକୁ ଆସିଛି। ଆଗକୁ ବର୍ଷା ଦିନ, ମୋ ଘରଟି ବହୁତ ପୁରୁଣା ହେଇଯାଇଛି। ତୁ ବହୁତ ସୁନ୍ଦର ଆଉ ମଜବୁତ ଘର ତିଆରି କରିପାରୁ। ମୋ ପାଇଁ ବି ଗୋଟେ ମଜବୁତ ଘର ତିଆରି କରିଦେ। ଆଉ ଏଇ ନେ ତ ପାରିଶ୍ରମିକ। ଆରେ ଆପଣ ଆଗରୁ ଏସବୁ କାହିଁକି ଦେଉଛନ୍ତି? ମୋ କାମ ସରିଲା ପରେ ଯାଇ ମୋ ପାରିଶ୍ରମିକ ନିଏ। ଆପଣ ଚିନ୍ତା ନ କରି ଘରକୁ ଯାଆନ୍ତୁ। ମୁଁ କାଲି ହିଁ ଆପଣଙ୍କ ଘର ତିଆରି କରିବା ଆରମ୍ଭ କରିଦେବି। ଆରେ ଭଉଣୀ, ମଜବୁତ କାଠ ଆଣିବା ପାଇଁ ମତେ ଜଙ୍ଗଲ ଭିତରକୁ ଯିବାକୁ ପଡ଼ିବ। ଫେରୁ ଫେରୁ ହୁଏତ ଡେରି ହେଇପାରେ। ତୁ ଖାଇବା ଖାଇ ଦେଇଥିବୁ। ଠିକ୍ ଅଛି ଦିଦି, ହେଲେ ତୁ ଟିକେ ଭଲରେ ଯିବୁ। ଏମିତି କଥା ହେଇ ଟିକି ଚଢ଼େଇ ଜଙ୍ଗଲ ଭିତରକୁ ଯାଇ ମଜବୁତ କାଠ ଆଣିଲା। ସେ ସବୁ କାଠ ଧରି ତାଙ୍କ ଘରକୁ ଫେରିଲା। ଏସବୁ ଘଟଣା ମିଟୁ ଦେଖୁଥିଲା। ଆରେ ଏ ଟିକି ଚଢ଼େଇ ଜଙ୍ଗଲରୁ କାଠ କ'ଣ ପାଇଁ ଆଣିଲା? ଲାଗୁଛି ସେ ବୋଧେ ଘର ତିଆରି କାମ ପାଇଛି। ଏଇଟା ବଢ଼ିଆ ସୁଯୋଗ ତାକୁ ହଇରାଣ କରିବା ପାଇଁ। ଏମିତି ଚିନ୍ତା କରି ମିଟୁ ଟିକି ଚଢ଼େଇର ଘର ବାହାରେ ଥିବା ସବୁ କାଠ ଚୋରି କରି ନେଇ ଆସିଲା। ଆଉ ଦୂର ଏକ ନଦୀକୁ ଯାଇ ସବୁ କାଠ ସେ ନଦୀରେ ଭସେଇ ଦେଲା। ଏବେ ମଜା ଆସିବ। ସେ ଟିକି ଚଢ଼େଇ ଯେତେବେଳେ ଘର ତିଆରି କରିପାରିବନି, ସମସ୍ତେ ତାକୁ ଗାଳି କରିବେ। ତାପରେ ଖୁସିରେ ମିଟୁ ତା ଘରକୁ ଚାଲିଗଲା। ପରଦିନ ସକାଳେ ଟିକି ଚଢ଼େଇ ଘର ବାହାରି କାଠ ନ ଦେଖି ଚିନ୍ତାରେ ପଡ଼ିଗଲା। ଆରେ ମୁଁ ତ କାଲି ଏଠି ଏତେ ଗୁଡ଼ିଏ କାଠ ରଖିଥିଲି, କୁଆଡ଼େ ଗଲା? ଆଜି ମୋ ଘର କେମିତି ତିଆରି କରିବି? ମୁଁ ବି ଜାଣିପାରୁନି ଦିଦି। କାଲି ତ ସବୁ କାଠ ଏଇଠି ଥିଲା, ଆଜି ହଠାତ୍ କୁଆଡ଼େ ଚାଲିଗଲା? ସେମାନେ ଏପରି କଥା ହେବା ସମୟରେ ସେ ଚଢ଼େଇ ସେମାନଙ୍କ ପାଖକୁ ଆସିଲା। ଟିକି ଚଢ଼େଇ ତାକୁ ସବୁ ଘଟଣା ଜଣେଇଲା। ତୁ ଏସବୁ କ'ଣ କହୁଛୁ? କାଠ ଆପେ ଆପେ କୁଆଡ଼େ ଚାଲିଯିବ? ତୁ ବୋଧେ ଅଳସୁଆ ହେଇ କାଠ ଆଣିନୁ, ସେଥିପାଇଁ ତୁ ମୋତେ ଏମିତି ମିଛ କଥା କହୁଛୁ। ତୋର ଡେରି ହେବା ଦେଖି ମୁଁ ତ ଘରକୁ ଚାଲି ଆସିଲି। ଭଲ ହେଲା ମୁଁ ଏଠାକୁ ଆସିଲି, ନହେଲେ ତ ମୁଁ ତୋର ମିଛ କଥା ଜାଣିପାରିନଥାନ୍ତି। ମୁଁ ତତେ ଦେଇଥିବା ମୋର ସବୁ ଚାଉଳଦାନା ଫେରେଇ ଦେ। ମୁଁ ଆଉ ଗୋଟେ ଚଢ଼େଇକୁ ମୋ ଘର ତିଆରି କରିବାକୁ ଦେବି। ତାପରେ ଟିକି ଚଢ଼େଇ ସବୁ ଚାଉଳ ତାକୁ ଫେରେଇ ଦେଲା। ଏମିତି ପ୍ରତିଥର ଟିକି ଚଢ଼େଇ ଘର ତିଆରି କରିବା ପାଇଁ କାଠ ଯୋଗାଡ଼ କରୁଥିଲା। ଆଉ ମିଟୁ ରାତିରେ ତାର ସବୁ କାଠ ଚୋରି କରି ନଦୀରେ ଭସେଇ ଦେଉଥିଲା। ଧୀରେ ଧୀରେ ଟିକି ଚଢ଼େଇକୁ ଆଉ କାମ ମିଳିଲାନି। ସେ ବହୁତ ଚିନ୍ତାରେ ପଡ଼ିଗଲା। ଦିଦି, ଏସବୁ କ'ଣ ହେଉଛି? ଆମର ସବୁ କାଠ କିଏ ଚୋରି କରୁଛି? ଏମିତି ଯଦି ଚାଲିବ ଆମେ ତ କିଛି ଖାଇବାକୁ ପାଇବାନି। ମୁଁ ବି ଭାବୁଛି ଏସବୁ କିଏ ଚୋରି କରୁଛି। ହେଲେ ତୁ ଚିନ୍ତା କରନି, ମୁଁ ସେ କାଠ ଚୋରକୁ ଧରିବା ପାଇଁ ଏକ ଯୋଜନା ବନେଇଛି। ଏମିତି କହି ସେଦିନ ଟିକି ଚଢ଼େଇ କିଛି କାଠ ଆଣି ତାଙ୍କ ଘର ବାହାରେ ଭଲ ଭାବରେ ସଜେଇକି ରଖିଦେଲା। ଅଧରାତିରେ ମିଟୁ କାଠ ଚୋରି କରିବା ପାଇଁ ଟିକି ଚଢ଼େଇର ଘରକୁ ଗଲା। ସେ ଯେମିତି କାଠ ନେବାକୁ ଚେଷ୍ଟା କଲା, ହଠାତ୍ ଦୁଇ କାଠ ଭିତରେ ତା ଗୋଡ଼ ଚାପି ହେଇଗଲା। ସେ ଯନ୍ତ୍ରଣାରେ ଚିତ୍କାର କଲା। ତା ପାଟି ଶୁଣି ଟିକି ଚଢ଼େଇ ଆଉ ତାର ଭଉଣୀ ଘର ବାହାରକୁ ଆସିଲେ। ଆରେ ମିଟୁ ଅଙ୍କଲ, ତମେ ସବୁଦିନ ଆମ କାଠ ଚୋରି କରୁଥିଲ, ତମକୁ ତ ଶାସ୍ତି ମିଳିବା ଦରକାର। ଆରେ ଟିକି ଚଢ଼େଇ, ତୁ ପରିଶ୍ରମୀ ବୋଲି ମୋ ସ୍ତ୍ରୀ ସବୁବେଳେ ତୋର ପ୍ରଶଂସା କରିବ ଆଉ ମୋତେ ଅଳସୁଆ କହି ଗାଳି ଦେବ। ମୁଁ ଈର୍ଷାରେ ଅନ୍ଧ ହେଇଯାଇଥିଲି।
ମତେ କ୍ଷମା କରିଦେ ଚଢ଼େଇ। ଆଉ ତୁ ମତେ କ'ଣ ଶାସ୍ତି ଦେବୁ? ଏ କାଠ ପଡ଼ି ମୋ ଗୋଡ଼ ଭାଙ୍ଗିଗଲା। ଭଗବାନ ମତେ ଚୋରି କରିବାର ଶାସ୍ତି ଦେଇଛନ୍ତି। ଛି ଛି ମିଟୁ ଅଙ୍କଲ, ତମେ ଆମଠୁ ବଡ଼। ଆମର ଏତେ ବଡ଼ କ୍ଷତି ତମେ କେମିତି କରିପାରିଲ? ତମେ ବି ଯଦି ମୋ ଦିଦି ଭଳି ପରିଶ୍ରମ କରି ଖାଇବା ଯୋଗାଡ଼ କରିଥାନ୍ତ, ତୁମ ସ୍ତ୍ରୀ ତୁମକୁ କେବେ ବି ଗାଳି ଦେଇନଥାନ୍ତେ। ତୁ ଏକଦମ ଠିକ୍ କଥା କହିଛୁ ଝିଅ। ମୁଁ ମୋ ଭୁଲ ବୁଝି ସାରିଛି। ଆଜିଠୁ ମୁଁ ବି ପରିଶ୍ରମ କରି ଖାଇବା ଯୋଗାଡ଼ କରିବି। ତମେ ମାନେ ମୋତେ କ୍ଷମା କରିଦିଅ। ମୋତେ ଏ କାଠ ଭିତରୁ ବାହାର କର, ନହେଲେ ମୁଁ ଏଠି ଚାପି ହେଇ ମରିଯିବି। ମିଟୁର ଏପରି କଥା ଶୁଣି ଦୁଇ ଭଉଣୀ ତାକୁ କ୍ଷମା କରିଦେଲେ ଆଉ ତାକୁ କାଠ ଭିତରୁ ବାହାର କଲେ। ମିଟୁ ତାର ଭଙ୍ଗା ଗୋଡ଼ ନେଇ କାନ୍ଦି କାନ୍ଦି ତା ଘରକୁ ଚାଲିଗଲା। ଗୋଟିଏ ଜଙ୍ଗଲର ଏକ ଗଛ ଡାଳରେ ଦୁଇଟି ଚଢ଼େଇ ରିନୁ ଆଉ ଚିଣ୍ଟୁ ଚଢ଼େଇ ବସା ବାନ୍ଧି ରହୁଥିଲେ। ସେ ଦୁଇ ଚଢ଼େଇ ବହୁତ ଗରିବ ଥିଲେ। ସେ ଦୁଇ ଜଣ ନିଜର ଏକ ଛୋଟ ଜମିରେ ଯାହା ବି ଚାଷ କରୁଥିଲେ ତା ଖାଇ ନିଜ ଦିନ କାଟୁଥିଲେ। ଏମିତି ଗୋଟେ ଦିନ। ଆରେ କ'ଣ ହେଇଛି ତୋର? ତୁ ବହୁତ ଚିନ୍ତାରେ ଥିଲା ଭଳି ଜଣାପଡ଼ୁଛୁ। ତମେ ତ ଜାଣିଛ ମୋ ବଡ଼ ଭଉଣୀ ସହରରେ ରୁହେ। ସେ ଖବର ପଠେଇଥିଲା ଆଜି ସନ୍ଧ୍ୟାରେ ସେ ଆମ ଘରକୁ ଆସିବ। ମୋ ଦିଦି ସହରରେ କେତେ ଭଲ ଭଲ ଖାଇବା ଖାଏ। ସେ ଆମ ଘରକୁ ଆସିଲେ ମୁଁ ତାକୁ ସାଦା ଖାଇବା କେମିତି ଖାଇବାକୁ ଦେବି? ମୋ ଦିଦି ପାଇଁ ତମେ ବଜାରରୁ କିଛି ଭଲ ଖାଇବା ଆଣିଦିଅ। ତୁ ତ ଜାଣିଛୁ ଆମେ କେତେ କଷ୍ଟରେ ଚଳୁଛନ୍ତି। ଭଲ ଖାଇବା କିଣିବା ପାଇଁ ମୋ ପାଖରେ ଟଙ୍କାଟିଏ ବି ନାହିଁ। ଘରେ ଯାହା ବି ଅଛି ତା ଦିଦିକୁ ଖାଇବାକୁ ଦେ। ବାହାରେ ମୋର ଗୋଟେ କାମ ଅଛି, ମୁଁ ଏବେ ଯାଉଛି। ଏମିତି କହି ଚିଣ୍ଟୁ ଚଢ଼େଇ ଚାଲିଗଲା ଆଉ ରିନୁ ଚଢ଼େଇ ଘରେ ଯାହା ବି ଥିଲା ତା ଭଉଣୀ ପାଇଁ ରୋଷେଇ କଲା। ଦେଖୁ ଦେଖୁ ସନ୍ଧ୍ୟା ହେଇଗଲା। ରିନୁ ଚଢ଼େଇର ଭଉଣୀ ତା ଘରକୁ ଆସିଲା। ଦିଦି, ଏତେ ଦିନ ପରେ ଯାଇ ମୋ କଥା ମନେ ପଡ଼ିଲା। ଆଜି ମୁଁ ବହୁତ ଖୁସି। ଆଉ ଦିଦି, ତୁ କେମିତି ଅଛୁ କହ? ବଡ଼ ଲୋକମାନେ କେମିତି ଥାଆନ୍ତି ତା କ'ଣ ତୁ ଜାଣିନୁ? ସେ କଥା ଛାଡ଼, ଜଲ୍ଦି ଟିକେ ଏସି ଚଲା ତ, ବହୁତ ଗରମ ଲାଗୁଛି। ତୁ ତ ଜାଣିଛୁ ମୁଁ ଟିକେ ବି ଗରମ ସହିପାରିନି। ଦିଦି, ଆମ ଘରେ ଏସି ନାହିଁ। ତୁ ବସ୍, ମୋ ପଙ୍ଖାରେ ତତେ ପବନ ଦେଉଛି। କ'ଣ କହିଲୁ? ତ ଘରେ ସାମାନ୍ୟ ଏସିରେ ବି ନାହିଁ? ଚିଣ୍ଟୁ କ'ଣ କିଛି ବ୍ୟବସାୟ ଆରମ୍ଭ କରିନି? ତମେ ମାନେ ଏଯାଏଁ ଚାଷ କାମ କରୁଛ? ମୁଁ ତ ତମମାନଙ୍କୁ ଆଗରୁ କହିଛି ଗୋଟେ ବ୍ୟବସାୟ ଆରମ୍ଭ କର, ସେଥିରେ ବହୁତ ଟଙ୍କା ରୋଜଗାର କରିବ। ମୋ ସ୍ୱାମୀ କାଉ ବ୍ୟବସାୟ କରି ବହୁତ ଟଙ୍କା ରୋଜଗାର କରୁଛନ୍ତି। ବ୍ୟବସାୟ କରିବା ପାଇଁ ଆମ ପାଖରେ ଟଙ୍କା ନାହିଁ। ଆମେ ଯେମିତି ବି ଅଛୁ ଭଲରେ ଅଛୁ। ଏସବୁ କଥା ଛାଡ଼ ଦିଦି, ଚାଲ କିଛି ଖାଇନେ। ଏମିତି କହି ରିନୁ ଚଢ଼େଇ କିଛି ଶୁଖିଲା ରୁଟି ଆଣି ତା ଭଉଣୀକୁ ଖାଇବା ପାଇଁ ଦେଲା। ଶୁଖିଲା ରୁଟି ଦେଖି ରିନୁର ଭଉଣୀ ମିନୁ ବହୁତ ରାଗିଗଲା। ତୋର ସାହସ କେମିତି ହେଲା ମତେ ଶୁଖିଲା ରୁଟି ଖାଇବାକୁ ଦେଉଛୁ? ମୁଁ କ'ଣ ତୋ ଘରକୁ ଏ ଶୁଖିଲା ରୁଟି ଖାଇବାକୁ ଆସିଥିଲି? ମୋ ଘରେ କାମ କରୁଥିବା ଚଢ଼େଇ ବି ଏ ଖାଇବା ଖାଆନ୍ତିନି। ଆଜି ପ୍ରଥମ ଥର ମୁଁ ତୋ ଘରକୁ ଆସିଲି, ଆଉ ତୁ ମତେ ଏ ଶସ୍ତା ଖାଇବା ଦେଇ ମୋର ଅପମାନ କରୁଛୁ। ରାଗ କରନି ଦିଦି, ମୁଁ ତତେ କେତେବେଳେ ଅପମାନ ଦେଲି? ଓଲଟା ତୁ ମୋର ଅପମାନ କରୁଛୁ। ଆମ ଘରେ ଯାହା ବି ଥିଲା ମୁଁ ତତେ ଖାଇବାକୁ ଦେଲି। ଆମେ ଗରିବ ବୋଲି ମତେ ଏତେ କଥା ଶୁଣେଇଲୁ ଦିଦି। ଏତେ ଦିନ ପରେ ତୋ ସହ ମୋର ଦେଖା ହେଲା। ଭାବିଥିଲି ତୋ ସହ କିଛି ଭଲ ମନ୍ଦ କଥା ହେବି, ହେଲେ ତୁ ଆସିଲା ପରଠୁ କ'ଣ କ'ଣ ସବୁ କହି ଚାଲିଛୁ। ମୁଁ ଏବେ ସବୁ ବୁଝିପାରୁଛି। ତୋ ଘରକୁ ଆସି ମୋର ଭୁଲ ହେଇଛି। ଭଲ ହେଲା ମୁଁ ମୋ ସ୍ୱାମୀ କାଉକୁ ତୋ ଘରକୁ ଆଣିନି, ନହେଲେ ମୁଁ ତା ସାମ୍ନାରେ ଛୋଟ ହେଇଯାଇଥାନ୍ତି। ତୋ ଘର ପରିବେଶକୁ ଦେଖିଲେ ମତେ ଘୃଣା ଲାଗୁଛି। ତୁ ଥା ତୋର ଏଇ ଭଙ୍ଗା ଘରେ, ମୁଁ ଆଉ ଦିନେ ବି ତୋ ଘରକୁ ଆସିବିନି। ଏମିତି ରାଗି ମିନୁ ଚଢ଼େଇ ତା ଘରକୁ ଚାଲିଗଲା। ସେ ଯିବା ପରେ ଚିଣ୍ଟୁ ଚଢ଼େଇ ତା ଘରକୁ ଫେରିଲା। କ'ଣ ହେଲା ରିନୁ, ତୁ ଏମିତି କାନ୍ଦୁଛୁ କ'ଣ ପାଇଁ? ଆଉ ତୋ ଭଉଣୀ କୁଆଡ଼େ ଗଲା? ସେ କ'ଣ ଆଜି ଆସିନି? ରିନୁ ଚଢ଼େଇ କାନ୍ଦି କାନ୍ଦି ଚିଣ୍ଟୁକୁ ସବୁ କଥା ଜଣେଇଲା। ସବୁ ଶୁଣି ଚିଣ୍ଟୁ ଚଢ଼େଇର ମନ ବହୁତ ଦୁଃଖ ହେଇଗଲା। ସେ ରିନୁ ଚଢ଼େଇକୁ ବୁଝେଇଲା। ଏମିତି କିଛି ଦିନ ବିତିଗଲା। ସେପଟେ ଗୋଟେ ଦିନ କାଉ ମିନୁକୁ କହିଲା, ମିନୁ, ଆଜି ମୋ ଦେହଟା ଜମା ବି ଭଲ ଲାଗୁନି। ଲାଗୁଛି ଆଜି ମୁଁ କାମକୁ ଯାଇପାରିବିନି। ଏ ତୁମେ କ'ଣ କହୁଛ? ଚାଲ ଶୀଘ୍ର ମୁଁ ତମକୁ ଡାକ୍ତର ପାଖକୁ ନେଇଯିବି।
ଏମିତି କହି ମିନୁ କାଉକୁ ଡାକ୍ତର ପାଖକୁ ନେଇଗଲା। ଡାକ୍ତର କାଉକୁ ଦେଖି କିଛି ଔଷଧ ଲେଖିଦେଲା। ମିନୁ ପ୍ରତିଦିନ କାଉକୁ ଔଷଧ ଖୋଉଥିଲା ଆଉ ତାର ଧ୍ୟାନ ରଖୁଥିଲା। ତଥାପି କାଉର ଦେହ ଜମା ବି ଭଲ ହେଉନଥିଲା। କାଉର ଚିକିତ୍ସାରେ ବହୁତ ଟଙ୍କା ସରୁଥିଲା। ମିନୁ ତାଙ୍କର ଘର ଜମି ସବୁକିଛି ବିକ୍ରି କରି କାଉର ଚିକିତ୍ସା କରିଲା। ଧୀରେ ଧୀରେ କାଉ ସୁସ୍ଥ ହେଲା, ହେଲେ ସେ ଆଗ ଭଳି ଆଉ କାମ କରିପାରିଲାନି। ସେମାନଙ୍କର ସବୁ ଧନ ସମ୍ପତ୍ତି ସରିଯାଇଥିଲା। ତାଙ୍କ ପାଖରେ ଖାଇବା ପାଇଁ ବି କିଛି ନଥିଲା। ମିନୁ ଚଢ଼େଇ ତା ସାଙ୍ଗ ଚଢ଼େଇମାନଙ୍କୁ ସାହାଯ୍ୟ ମାଗିଲା, ହେଲେ କେହି ବି ତାକୁ ସାହାଯ୍ୟ କଲେ ନାହିଁ। ଏବେ ଆମେ କ'ଣ କରିବା? ଆମ ପାଖରେ ଟଙ୍କା ଥିବା ବେଳେ ସମସ୍ତେ ଆମ ପାଖକୁ ଆସୁଥିଲେ। ଏବେ ଆମ ବିପଦ ସମୟରେ କେହି ବି ଆମକୁ ସାହାଯ୍ୟ କରୁନାହାନ୍ତି। ଚାଲ ଆମେ ପାଖ ଜଙ୍ଗଲକୁ ଯିବା, ସେଠି କେହି ତ ଆମକୁ ସାହାଯ୍ୟ କରିବେ। ଏମିତି ଚିନ୍ତା କରି କାଉ ଆଉ ମିନୁ ପାଖ ଜଙ୍ଗଲକୁ ଗଲେ। ବହୁ ଦିନରୁ ସେମାନେ କିଛି ଖାଇ ନଥିଲେ। ସେମାନେ ବେଶୀ ଦୂର ଉଡ଼ି ପାରିଲେନି। ଗୋଟେ ନଦୀରୁ ପାଣି ପିଇ ପାଖ ଗଛ ତଳେ ବସି ସେମାନେ ଆରାମ କଲେ। ସେପଟେ ନଦୀରୁ ପାଣି ନେବା ପାଇଁ ରିନୁ ଚଢ଼େଇ ସେଠାକୁ ଆସିଲା ଆଉ ତାର ଦିଦି ସହ ତାର ଭେଟ ହେଲା। ତା ଦିଦିର ଏ ଅବସ୍ଥା ଦେଖି ରିନୁ ଚଢ଼େଇ ଚମକି ପଡ଼ିଲା। ସେ ତା ଦିଦିକୁ ଏସବୁ ବିଷୟରେ ପଚାରିବାରୁ ମିନୁ ତାକୁ ସବୁ ଘଟଣା ଜଣେଇଲା। ଦିଦି, ତୋ ସହ ଏତେ କିଛି ହେଇଗଲା, ଅଥଚ ତୁ ମୋତେ କିଛି ବି ଜଣେଇଲୁନି। ତୋର ଏ ଅବସ୍ଥା ଦେଖି ମୋତେ ଭାରି ଦୁଃଖ ଲାଗୁଛି। ତମେ ଦୁଇ ଜଣ ମୋ ସାଙ୍ଗରେ ମୋ ଘରକୁ ଚାଲ। ଆଜିଠୁ ତମେମାନେ ଆମ ସାଙ୍ଗରେ ରହିବ। ମୋ ଘରେ ଭଲ ଖାଇବା ତ ନାହିଁ, ହେଲେ ମୁଁ କଥା ଦେଉଛି ସେଠି ତମେମାନେ କେବେ ବି ଉପାସରେ ରହିବନି। ରିନୁ, ମୋତେ କ୍ଷମା କରିଦେ ଭଉଣୀ। ତୁ ଗରିବ ଥିଲୁ ବୋଲି ମୁଁ ତୋତେ ବହୁତ ଅପମାନ ଦେଇଛି। ଭଗବାନ ଆଜି ମୋତେ ତାର ଶାସ୍ତି ଦେଇଛନ୍ତି। ମୋ ଗର୍ବ ଅହଙ୍କାର ପାଇଁ ମୁଁ ବହୁତ କଷ୍ଟ ପାଇଲିଣି। ଆଜି ମୋ ବିପଦ ସମୟରେ କେବଳ ତୁ ହିଁ ମୋତେ ସାହାଯ୍ୟ କଲୁ। ମୁଁ ତୋର ଏ ଉପକାର କେବେ ବି ଭୁଲିବିନି। ସେବେଠାରୁ ମିନୁ ଆଉ କାଉ ରିନୁ ଚଢ଼େଇର ଘରେ ରହିଲେ। ମିନୁ ବି ରିନୁ ସହ ମିଶି ଚାଷ କଲା ଆଉ ଏମିତି ସମସ୍ତେ ମିଶି ଖୁସିରେ ରହିଲେ। ଅନେକ ଦୂର ଏକ ଜଙ୍ଗଲରେ ଗୋଟେ ଟିକି ଚଢ଼େଇ ତାର ଛୋଟ ଭଉଣୀ ସାଙ୍ଗରେ ରହୁଥିଲା। ଏକ ସଡ଼କ ଦୁର୍ଘଟଣାରେ ସେମାନଙ୍କ ବାପା ମାଙ୍କର ମୃତ୍ୟୁ ହୋଇଯାଇଥିଲା। ଟିକି ଚଢ଼େଇର ଭଉଣୀ ବହୁତ ଛୋଟ ହେବା ଯୋଗୁଁ ସେ ତାର ଆଉ ତା ଭଉଣୀର ଖାଇବା ଯୋଗାଡ଼ କରୁଥିଲା। ଏମିତି ଗୋଟେ ଦିନ, ଦିଦି, ମୋତେ ଭାରି ଭୋକ ଲାଗୁଛି, କିଛି ଖାଇବାକୁ ଦେ ନା, ନହେଲେ ମୁଁ ଭୋକରେ ମରିଯିବି। ଆରେ ଏମିତି କାହିଁକି କହୁଛୁ? ତୁ ଟିକେ ଅପେକ୍ଷା କର, ମୁଁ କିଛି ଖାଇବା ଯୋଗାଡ଼ କରୁଛି। ଏମିତି କହି ଟିକି ଚଢ଼େଇ ବାହାରକୁ ଗଲା ଖାଇବା ଖୋଜିବା ପାଇଁ। ବହୁତ ସମୟ ଖୋଜିଲା ପରେ ବି ସେ କିଛି ଖାଇବା ପାଇଲାନି। ଆମ ଜଙ୍ଗଲରେ ତ ଗୋଟେ ବି ଫଳ ଗଛ ନାହିଁ, ମୁଁ ଖାଇବା କୋଉଠୁ ଆଣିବି? ଏମିତି ଚିନ୍ତା କରି ଟିକି ଚଢ଼େଇ ଜଙ୍ଗଲରେ ଥିବା ବଜାରକୁ ଗଲା। ସେ ଜଙ୍ଗଲରେ ବେଶୀ ଫଳ ଗଛ ନଥିଲା, କେବଳ ମିଟୁର ହିଁ ସେ ଜଙ୍ଗଲରେ ଗୋଟେ ଫଳ ଦୋକାନ ଥିଲା। ମିଟୁ ଦୂର ଜଙ୍ଗଲରୁ ଫଳ ଆଣି ସେ ଜଙ୍ଗଲରେ ବିକ୍ରି କରୁଥିଲା। ଫଳ ବଦଳରେ ମିଟୁ ସମସ୍ତଙ୍କଠୁ କିଛି ଚାଉଳ ଦାନା ନେଉଥିଲା। ଟିକି ଚଢ଼େଇ ମିଟୁର ଦୋକାନକୁ ଗଲା। ମିଟୁ ଅଙ୍କଲ, ମୋ ଭଉଣୀ ଭୋକିଲା ଅଛି। 2 ଦିନ ହେଲାଣି ସେ ଆଉ ମୁଁ କିଛି ଖାଇନୁ। ମୋ ପାଖରେ ଏବେ ଚାଉଳ ଦାନା ନାହିଁ। ମୋତେ କିଛି ଫଳ ବାକିରେ ଦେଇଥାଅ, ମୁଁ ଚାଉଳ ପାଇଲେ ତମକୁ ସବୁ ଦେଇଦେବି। ଆରେ ଟିକି ଚଢ଼େଇ, ତୁ ସବୁଥର ଏମିତି କହିକି ମୋଠୁ ବହୁତ ଫଳ ବାକିରେ ନେଇ ସାରିଲୁଣି। ମୁଁ ଆଉ ତତେ ଫଳ ଦେଇପାରିବିନି। କ'ଣ କରିବି କୁହ ମିଟୁ ଅଙ୍କଲ? ମୁଁ ଛୋଟ ହେବା ଯୋଗୁଁ ବେଶୀ ଦୂର ଉଡ଼ି ଯାଇପାରେନି। ଜଙ୍ଗଲରେ ଯାହା ବି ପାଏ ମୁଁ ତମ ପାଖକୁ ଆଣିଦିଏ। ଏଥର ଯଦି ମୁଁ ଚାଉଳ ଦାନା ପାଇବି ମୁଁ ତମକୁ ଆଗ ଦେବି। ଏବେ ଖାଇବାକୁ ମୋତେ କିଛି ଫଳ ଦେଇଥାଅ। ଟିକି ଚଢ଼େଇ ଏତେ ମାଗିବା ପରେ ମିଟୁ ତାକୁ 2ଟି ସେଓ ଦେଲା। ଟିକି ଚଢ଼େଇ ସେ ଫଳ 2ଟି ଧରି ତା ଘରକୁ ଫେରୁଥିଲା। ହଠାତ୍ ତାର ନଜର ତଳେ ବେହୋସ ହୋଇ ପଡ଼ିଥିବା ଏକ ବୁଢ଼ୀ ଚଢ଼େଇ ଉପରେ ପଡ଼ିଲା। ସେ ତଳକୁ ଆସିଲା ଆଉ ସେ ଚଢ଼େଇକୁ ଉଠାଇବା ପାଇଁ ଚେଷ୍ଟା କଲା। ସେ ଚଢ଼େଇ ଯେତେବେଳେ ନ ଉଠିଲା, ଟିକି ଚଢ଼େଇ ପାଖ ନଦୀରୁ କିଛି ପାଣି ଆଣି ସେ ଚଢ଼େଇ ମୁହଁରେ ଢାଳିଦେଲା। କିଛି ସମୟ ପରେ ସେ ବୁଢ଼ୀ ଚଢ଼େଇର ହୋସ ଆସିଲା। ଆପଣ କିଏ ବୁଢ଼ୀମା? ଏଠି ଏମିତି ପଡ଼ିଥିଲେ କ'ଣ ପାଇଁ? ଆରେ ଝିଅ, 5 ଦିନ ହେଲାଣି ମୁଁ କିଛି ଖାଇନି। ଭୋକରେ ମୁଁ ବେହୋସ ହେଇଯାଇଥିଲି।
ଉଡ଼ିବା ପାଇଁ ବି ମୋ ପାଖରେ ଶକ୍ତି ନାହିଁ। ଆରେ ଝିଅ, ତୋ ପାଖରେ ଯଦି କିଛି ଖାଇବା ଅଛି ମୋତେ ଖାଇବାକୁ ଦେ। ମୋ ପାଖରେ 2ଟି ସେଓ ଛଡ଼ା ଆଉ କିଛି ଖାଇବାକୁ ନାହିଁ। ଆପଣ ମୋ ଭାଗ ସେଓଟା ନେଇ ଖାଆନ୍ତୁ। ହେଲେ ବୁଢ଼ୀମା, ମୋ ଭଉଣୀର ଭାଗଟା ମୁଁ ଦେଇପାରିବିନି, ସେ ବି ଭୋକିଲା ଅଛି। ଏମିତି କହି ଟିକି ଚଢ଼େଇ ଗୋଟେ ସେଓ ସେ ଚଢ଼େଇକୁ ଖାଇବା ପାଇଁ ଦେଲା। ଆଉ ସେ ଚଢ଼େଇ ସେଓ ଖାଇ ଖୁବ୍ ଖୁସି ହେଇଗଲା। ଆରେ ଝିଅ, ମୋ ଭୋକ ମେଣ୍ଟେଇଥିବାରୁ ତୋତେ ବହୁତ ଧନ୍ୟବାଦ। ମୁଁ ତୋତେ କିଛି ଦେବାକୁ ଚାହୁଁଛି। ସେ ବୁଢ଼ୀ ଚଢ଼େଇଟି ଟିକି ଚଢ଼େଇକୁ ଏକ ଆମ୍ବ ଦେଇ କହିଲା, ଏଇ ଆମ୍ବଟା ସାଧାରଣ ଆମ୍ବ ନୁହଁ। ୟାକୁ ତୁ ଖାଇବୁନି, ମାଟିରେ ପୋତି ଦେବୁ। ଏ ଗଛରେ ଯେତେବେଳେ ଫଳ ହେବ ତାକୁ ସମସ୍ତେ ଖାଇପାରିବ। ଏ ଗଛର ଆମ୍ବକୁ ମୁଁ ବ୍ୟବହାର କରିପାରିବିନି, ସେଥିପାଇଁ ଏଇଟାକୁ ମୁଁ ତତେ ଦେଲି। ଟିକି ଚଢ଼େଇ ସେ ଆମ୍ବ ଧରି ତା ଘରକୁ ଚାଲିଗଲା। ତାକୁ ଦେଖି ତା ଭଉଣୀ କହିଲା, ଦିଦି ତୁ ଆସିଗଲୁ, କ'ଣ ଆଣିଛୁ ମୋ ପାଇଁ? ଦେ ମୋତେ ସେ ଖାଇବା, ମୋତେ ଭାରି ଭୋକ ଲାଗୁଛି। ଟିକି ଚଢ଼େଇ ସେ ସେଓକୁ ତା ଭଉଣୀକୁ ଦେଲା। ଗୋଟେ ସେଓ ଦେଖି ତା ଭଉଣୀ କହିଲା, ଏ ସେଓ ତୁ ମୋ ପାଇଁ ଆଣିଛୁ ଦିଦି, ହେଲେ ତୋ ଖାଇବା କାହିଁ? ଆଉ ଏ ଆମ୍ବ ତୁ କୋଉଠି ପାଇଲୁ? ସେ ତା ଭଉଣୀକୁ ରାସ୍ତାରେ ଘଟିଥିବା ସବୁ ଘଟଣା କହିଲା। ଓ ଏମିତି କଥା, ତୁ ଏକଦମ ଠିକ୍ କରିଛୁ ଦିଦି। ଆସ, ଆମେ ଗୋଟେ ସେଓ ଭାଗ କରି ଖାଇବା। ତାପରେ 2 ଭଉଣୀ ଭାଗ କରି ସେ ସେଓକୁ ଖାଇଲେ। ଖାଇସାରି ଛୋଟ ଭଉଣୀ କହିଲା, ଦିଦି ଚାଲ ଆମେ ଏବେ ଆମ୍ବକୁ ମାଟିରେ ପୋତି ଦେବା। ଏମିତି କଥା ହେଇ ସେମାନେ ଆମ୍ବକୁ ମାଟିରେ ପୋତି ଦେଲେ। ରାତି ହେବା ପରେ ସେ 2 ଭଉଣୀ ଶୋଇପଡ଼ିଲେ। ରାତିରେ ଟିକି ଚଢ଼େଇ ସ୍ୱପ୍ନରେ ସେ ବୁଢ଼ୀ ଚଢ଼େଇକୁ ଦେଖିଲା। ଆରେ ଟିକି ଚଢ଼େଇ, ତୁ ବହୁତ ଦୟାଳୁ। ଯେତେବେଳେ ମୁଁ ଭୋକିଲା ଥିଲି ମୁଁ ବହୁତ ଜଣଙ୍କୁ ଖାଇବା ମାଗିଲି, ହେଲେ ମୋତେ କେହି ବି ଖାଇବାକୁ ଦେଲେ ନାହିଁ। ତୁ ଗରିବ ହେଲେ ବି ମୋତେ ଖାଇବାକୁ ଦେଲୁ। ତୋ ଉପରେ ମୁଁ ବହୁତ ଖୁସି। ମୁଁ ତତେ ଯେଉଁ ଯାଦୁର ଆମ୍ବ ଦେଇଛି, ସେ ଆମ୍ବ ମୋତେ ଜଣେ ସାଧୁ ବାବା ଦେଇଥିଲେ। ତୁ ସେ ଆମ୍ବକୁ ମାଟିରେ ପୋତି ଦେବୁ। ଗଛ ବଡ଼ ହେଲା ପରେ ରାତିରେ ତୁ ସେ ଗଛ ମୂଳରେ ଏକ ମନ୍ତ୍ର କହିବୁ, ଶୁଣ। ରାତି ହେଲାରେ ମନ୍ତ୍ର ଶୁଣରେ, ଡାଳେ ଡାଳେ ପତ୍ରେ ପତ୍ରେ 5 ଫଳ ଆସରେ। ଏ ମନ୍ତ୍ର କହିଲେ ଗଛରେ 5 ପ୍ରକାରର ଫଳ ଆସିବ। ତୁ ସେ ଫଳକୁ ଖାଇପାରିବୁ ଆଉ ବିକ୍ରି ବି କରିପାରିବୁ। ତୋର ସବୁ ସମସ୍ୟା ଦୂର ହେଇଯିବ। ଏମିତି ସ୍ୱପ୍ନ ଦେଖିବା ପରେ ଟିକି ଚଢ଼େଇର ନିଦ ଭାଙ୍ଗିଗଲା। ସେ ଦେଖିଲା ସକାଳ ହେଲାଣି। ତାପରେ 2 ଭଉଣୀ ଆମ୍ବ ପୋତିଥିବା ସେ ଜାଗାକୁ ଗଲେ। ସେତେବେଳେ ସେମାନେ ଦେଖିଲେ ସେଠି ଗୋଟେ ବଡ଼ ଗଛ ହେଇଯାଇଛି। ଆରେ ବାପରେ, କାଲି ତ ଆମେ ଏଠି ଗୋଟେ ଆମ୍ବ ପୋତିଥିଲେ, ଆଜି ଏତେ ବଡ଼ ଗଛ ହେଇଗଲା। ଇଏ କି ଯାଦୁ ଦିଦି? ଟିକି ଚଢ଼େଇ ଦେଖିଥିବା ସ୍ୱପ୍ନ କଥା ତା ଭଉଣୀକୁ କହିଲା। ସବୁ ଶୁଣି ଟିକି ଚଢ଼େଇର ଭଉଣୀ ବି ଖୁବ୍ ଖୁସି ହେଇଗଲା। ତାପରେ ସେ 2 ଭଉଣୀ ରାତି ହେବା ପର୍ଯ୍ୟନ୍ତ ଅପେକ୍ଷା କଲେ। ରାତି ହେବା ପରେ ସେମାନେ ସେ ଗଛ ପାଖକୁ ଗଲେ। ଦିଦି ରାତି ହେଲାଣି, ଫଳ ଆଣିବା ପାଇଁ ତୁମେ ସେ ମନ୍ତ୍ର କୁହ। ରାତି ହେଲାରେ ମନ୍ତ୍ର ଶୁଣରେ, ଡାଳେ ଡାଳେ ପତ୍ରେ ପତ୍ରେ 5 ଫଳ ଆସରେ। ଟିକି ଚଢ଼େଇ ଏମିତି କହିବା ପରେ ପରେ ସେ ଗଛରେ 5 ପ୍ରକାରର ଫଳ ଆସିଲା। 2 ଭଉଣୀ ସେ ଗଛରୁ ଫଳ ତୋଳି ଖାଇଲେ, ଆଉ କିଛି ଫଳ ଘରକୁ ନେଇଗଲେ। ପରଦିନ ସକାଳେ ଟିକି ଚଢ଼େଇ କିଛି ଫଳ ଧରି ବଜାରକୁ ଗଲା ବିକ୍ରି କରିବା ପାଇଁ। ଟିକି ଚଢ଼େଇର ଫଳ ସବୁ ଚଢ଼େଇକୁ ବହୁତ ଭଲ ଲାଗିଲା, ଆଉ ବହୁତ କମ୍ ଦାମ ହେବା ଯୋଗୁଁ ସବୁ ଚଢ଼େଇ ତା ପାଖରୁ ହିଁ ଫଳ କିଣୁଥିଲେ। ଧୀରେ ଧୀରେ ଟିକି ଚଢ଼େଇ ବହୁତ ଧନୀ ହେଇଗଲା। ସେ ମିଟୁର ବାକି ଥିବା ସବୁ ଚାଉଳ ଦାନା ଦେଇଦେଲା। ଟିକି ଚଢ଼େଇର ଫଳ ଦୋକାନ ଦେଖି ମିଟୁ ବହୁତ ରାଗିଗଲା ଆଉ ମନରେ ଚିନ୍ତା କଲା, କାଲି ତ ଏ ଟିକି ଚଢ଼େଇ କହୁଥିଲା ସେ ବହୁତ ଛୋଟ, ଦୂର ଜାଗାକୁ ଯାଇପାରେନି। ତାହେଲେ ଏତେ ଫଳ ସେ ଆଣିଲା କୋଉଠୁ? ତା ପାଇଁ ମୋ ଦୋକାନକୁ କେହି ଫଳ କିଣିବାକୁ ଆସୁନାହାନ୍ତି। ମୋତେ ଜାଣିବାକୁ ପଡ଼ିବ ସେ ଏତେ ଫଳ ଆଣୁଛି କୋଉଠୁ। ଏମିତି ଚିନ୍ତା କରି ଦିନେ ମିଟୁ ଟିକି ଚଢ଼େଇର ପଛା କଲା। ସେ ଟିକି ଚଢ଼େଇର ଘର ପାଖରେ ଲୁଚି ତା ଉପରେ ନଜର ରଖିଲା। ରାତି ହେବା ପରେ ସେ 2 ଭଉଣୀ ଗଛ ପାଖକୁ ଗଲେ ଆଉ ମନ୍ତ୍ର କହି ଫଳ ଘରକୁ ନେଇଗଲେ। ଏସବୁ ଘଟଣା ମିଟୁ ଦେଖୁଥିଲା। ତା ମନରେ ବହୁତ ଲୋଭ ଆସିଲା।
ଆଚ୍ଛା ଆଚ୍ଛା ଏମିତି କଥା। ଏବେ ମୁଁ ବୁଝିଲି। ଏବେ ମୁଁ ବି ସେ ମନ୍ତ୍ର କହି ଗଛରୁ ଫଳ ନେଇଯିବି। ଟିକେ ଚଢ଼େଇ ଆଉ ତାର ଭଉଣୀ ସେଠାରୁ ଯିବା ପରେ ମିଟୁ ସେ ଗଛ ପାଖକୁ ଗଲା ଆଉ ସେ ମନ୍ତ୍ର କହିଲା। ହେଲେ ଗଛରେ ଫଳ ଆସିବା ବଦଳରେ ଗଛରୁ ବଡ଼ ବଡ଼ ପଥର ମିଟୁ ଉପରେ ବର୍ଷା ହେଲା। ମିଟୁ ଭୀଷଣ ଡରିଗଲା। ଆରେ ବାପରେ, ଏ କଣ ହେଲା? ଫଳ ବଦଳରେ ପଥର କେମିତି ପଡ଼ିଲା? ବଞ୍ଚାଅ, ମତେ କେହି ବଞ୍ଚାଅ। ପଥର ବାଜି ମୋ ମୁଣ୍ଡ ଫାଟିଯିବ। ମୁଁ ଏଠାରୁ ଶୀଘ୍ର ପଳାଏ, ଆଉ କେବେ ବି ଏଠାକୁ ଆସିବିନି। ଏମିତି କହି ମିଟୁ ତୁରନ୍ତ ସେ ଜାଗା ଛାଡ଼ି ସେଠାରୁ ଦୂରକୁ ଚାଲିଗଲା। ମିଟୁ ବହୁତ ଲୋଭୀ ଥିଲା, ସେଥିପାଇଁ ତାହା ସହ ଏମିତି ହେଲା। ସେପଟେ ଟିକି ଚଢ଼େଇ ଆଉ ତାର ଭଉଣୀ 5 ଫଳ ଫଳୁଥିବା ଗଛକୁ ନେଇ ଖୁସିରେ ରହିଲେ। ଗୋଟିଏ ଜଙ୍ଗଲରେ ଏକ ମା ଚଢ଼େଇ ତାର 2 ଝିଅ କୁନି ମୁନିଙ୍କ ସହ ରହୁଥିଲା। ଦିନେ କୁନି ମୁନି ବଜାରକୁ ଯାଉଥିଲେ। ହଠାତ୍ ରାସ୍ତାରେ ସେମାନେ ଚିଲର ପୁଅକୁ ଗୁଡ଼ି ଉଡ଼ୁଥିବାର ଦେଖିଲେ। ପପୁ, ତୋ ଗୁଡ଼ିଟା କେତେ ବଡ଼ ଆଉ ସୁନ୍ଦର। ଆମକୁ ଟିକେ ତ ଗୁଡ଼ି ଉଡ଼େଇବାକୁ ଦେଇପାରିବୁ? ମୁଁ କାହିଁକି ମୋ ଗୁଡ଼ି ତମମାନଙ୍କୁ ଦେବି? ତମମାନଙ୍କୁ ଯଦି ଗୁଡ଼ି ଉଡ଼େଇବାକୁ ଇଚ୍ଛା ହେଉଛି, ଯାଉନ ନିଜ ବଜାରରୁ କିଣି ଆଣିବ। ଆମେ ଶୀଘ୍ର ହିଁ ତତେ ତ ଗୁଡ଼ି ଫେରେଇ ଦେବୁ। ମୋ ଭଉଣୀକୁ ଗୁଡ଼ି ଉଡ଼େଇବାକୁ ଭାରି ଇଚ୍ଛା ହେଉଛି। ଖାଲି ଥରୁଟିଏ ଆମକୁ ତ ଗୁଡ଼ି ଧରିବାକୁ ଦେ ନା। ମୁଁ ଥରେ କହିଲି ନା ତମମାନଙ୍କୁ ମୋ ଗୁଡ଼ି ଦେବିନି। ମତେ ବିରକ୍ତ କରନି, ଏବେ ଯାଅ ଏଠୁ। ମନ ଦୁଃଖରେ 2 ଛୁଆ ନିଜ ଘରକୁ ଫେରି ଆସିଲେ ଆଉ ନିଜ ମାକୁ କହିଲେ, ମା ମତେ ଗୋଟେ ଗୁଡ଼ି କିଣି ଦିଅ ନା। ମତେ ଆଜି ଗୁଡ଼ି ଉଡ଼େଇବାକୁ ଭାରି ଇଚ୍ଛା ହେଉଛି। ଆରେ ପିଲାମାନେ, ତମେ ମାନେ ତ ଜାଣିଛ ଅନେକ କଷ୍ଟରେ ମୁଁ ଘର ଚଳାଉଛି। ଗୁଡ଼ି କିଣିବା ପାଇଁ ମୋ ପାଖରେ ଏବେ ଟଙ୍କା ନାହିଁ। ମା, ମତେ ଗୁଡ଼ି କିଣି ଦିଅ, ନହେଲେ ମୁଁ ଆଜି ଖାଇବିନି। ଆଚ୍ଛା ହଉ, ତମେ ମାନେ ଆଉ ମନ ଦୁଃଖ କରନି। ମୁଁ ତମମାନଙ୍କୁ କାଗଜରେ ଏକ ସୁନ୍ଦର ଗୁଡ଼ି ତିଆରି କରିଦେବି। କୁନି, ଯା ମା, ଘର ଭିତରୁ କିଛି କାଗଜ ଆଉ ରଙ୍ଗ ନେଇ ଆସିବୁ। କୁନି କିଛି କାଗଜ ନେଇ ଆସିଲା। ମା ଚଢ଼େଇ ତାର 2 ଛୁଆଙ୍କ ପାଇଁ କାଗଜରେ ଏକ ସୁନ୍ଦର ଗୁଡ଼ି ତିଆରି କରିଦେଲା। ରଙ୍ଗ ଦେବା ପରେ ସେ ଗୁଡ଼ି ଆହୁରି ସୁନ୍ଦର ଦେଖାଗଲା। 2 ଛୁଆ ଗୁଡ଼ି ଉଡ଼େଇବା ପାଇଁ ବାହାରକୁ ଆସିଲେ। ସବୁ ଛୁଆ ତାଙ୍କ ଗୁଡ଼ି ଦେଖି ଅନେକ ପ୍ରଶଂସା କଲେ। ହେଲେ ତାଙ୍କର କାଗଜ ଗୁଡ଼ି ଦେଖି ଚିଲ ଛୁଆ ହସିଲା। ସାମାନ୍ୟ ଗୁଡ଼ି କିଣିବା ପାଇଁ ବି ତମ ପାଖରେ ଟଙ୍କା ନାହିଁ, କାଗଜରେ ଗୁଡ଼ି ତିଆରି କରି ଏତେ ଖୁସି ହଉଛ? ଶୁଣ ଶୁଣ ଶୁଣ, କାଲି ଜଙ୍ଗଲରେ ଗୁଡ଼ି ଉଡ଼େଇବା ପ୍ରତିଯୋଗିତା ହେବ। ଯିଏ ବି ଜିତିବ, ରାଜା ହାତୀ ତାକୁ ଅନେକ ପୁରସ୍କାର ସହ ଏକ ବଡ଼ ଗୁଡ଼ି ଦେବେ। କାଲି ଆମେ ବି ଗୁଡ଼ି ପ୍ରତିଯୋଗିତାରେ ଭାଗ ନେବୁ ଆଉ ସମସ୍ତଙ୍କୁ ଦେଖେଇ ଦେବୁ ଆମ କାଗଜ ଗୁଡ଼ି ତ କିଣା ଗୁଡ଼ି ଠାରୁ ବି ଭଲ ଉଡ଼ିପାରେ। ନିଜ କାଗଜ ଗୁଡ଼ିକୁ ନେଇ କେତେ ପ୍ରଶଂସା କରୁଛୁ। ସକାଳ ହେଉ, ମୁଁ ବି ଦେଖିବି କିଏ ଜିତିବ। ପରଦିନ ସକାଳେ ସବୁ ଛୁଆ ଗୁଡ଼ି ଉଡ଼େଇବା ପାଇଁ ପ୍ରତିଯୋଗିତାରେ ଭାଗ ନେଲେ। ଦିଦି, ଦେଖ ତୋ ପାଖରେ ଏକ ନୀଳ ଗୁଡ଼ି ଅଛି। ତାକୁ ଶୀଘ୍ର କାଟିଦେ, ନହେଲେ ସେ ଆମ ଗୁଡ଼ିକୁ କାଟିଦେବ। ହଁ, ମୁଁ ଏବେ କାଟି ଦେଉଛି। ବା ଦିଦି, ମୁଁ ଜାଣିଥିଲି ତୁ ସେ ଗୁଡ଼ିକୁ କାଟି ପାରିବୁ। ବାପରେ, ଏ 2 ଭଉଣୀ ତ କିଛି ସମୟରେ ହିଁ ଅନେକ ଗୁଡ଼ିଏ ଗୁଡ଼ି କାଟି ସାରିଲେଣି। ମୁଁ ତ ଭାବୁଥିଲି ଏମାନେ ଗୁଡ଼ି କିଣି ନ ପାରିବା ଯୋଗୁଁ ଗୁଡ଼ି ଉଡ଼େଇବା ବି ଶିଖିନଥିବେ। ହେଲେ ଏମାନେ ତ ଖୁବ୍ ଭଲ ଗୁଡ଼ି ଉଡ଼େଇ ପାରୁଛନ୍ତି। ସେମାନେ ଯୋଉମାନଙ୍କର ଗୁଡ଼ି କାଟୁଛନ୍ତି ସେମାନେ ତ ଭଲ ଭାବରେ ଗୁଡ଼ି ଉଡ଼େଇ ଶିଖିନାହାନ୍ତି। ଏବେ ଦେଖ ମୁଁ କେମିତି ତାଙ୍କ ଗୁଡ଼ି କାଟୁଛି। ଦିଦି, ଦେଖ ଏ ପପୁ ଆମ ଗୁଡ଼ି କାଟିବା ପାଇଁ କେମିତି ତା ଗୁଡ଼ି ଆମ ପାଖକୁ ଆଣୁଛି। ତୁ ଚିନ୍ତା କରନି, ପପୁ ଆମ ଗୁଡ଼ିକୁ କାଟିବା ପୂର୍ବରୁ ମୁଁ ତା ଗୁଡ଼ି କାଟିଦେବି। ଦିଦି, ପପୁ ଗୁଡ଼ିର ସୂତା ସହ ଆମ ଗୁଡ଼ିର ସୂତା ଛନ୍ଦି ହେଇଯାଇଛି। ଏବେ ଆମ ଗୁଡ଼ିର ସୂତାଟା ଆଣି ତା ଗୁଡ଼ିର ସୂତା କାଟିଦେ। ଆରେ, ଏଇଟା କଣ ହେଇଗଲା? ଏମାନେ ମୋ ଗୁଡ଼ିର ସୂତା କାଟିଦେଲେ। ମୋ ଗୁଡ଼ିଟା ତଳେ ପଡ଼ି ଯାଉଛି। ଆରେ ଭଉଣୀ, ଆଉ ଜମା 2 ଜଣଙ୍କ ଗୁଡ଼ି ଅଛି। ସେ 2ଟାକୁ କାଟି ପାରିଲେ ଆମେ ଏ ଖେଳ ଜିତିଯିବା। ମୁଁ ଏମାନଙ୍କୁ କେବେ ବି ଜିତିବାକୁ ଦେବିନି। ଆରେ, ଆଉ କେତେ ଜଣଙ୍କର ଗୁଡ଼ି ଅଛି କହିଲୁ? ବବଲୁ ଆଉ ଚିଣ୍ଟୁର ଗୁଡ଼ି ଅଛି। ମୁଁ ତତେ ଯାହା ବି କହିବି, ବବଲୁ ଆଉ ଚିଣ୍ଟୁକୁ ଯାଇ ତୁ ସେ କଥା କହିବୁ। ମୋ ନାଁ କହିଲେ ସେମାନେ ସେ କାମ କରିବେ। ଏମିତି ପପୁ ତା ସାଙ୍ଗ ଗୁଡୁକୁ କହିଦେଲା ସେ କ'ଣ କରିବ। ଗୁଡୁ ବବଲୁ ଆଉ ଚିଣ୍ଟୁକୁ ଯାଇ ଏ ବିଷୟରେ କହିଲା। ଆରେ, ସେ ବବଲୁର ଗୁଡ଼ିଟା ହଠାତ୍ କୁଆଡ଼େ ଗଲା?
ତା ଗୁଡିଟା ଯୁଆଡେ ଯାଉ ଦିଦି ସେପଟେ ଦେଖେ, ଚିଣ୍ଟୁର ଗୁଡି ଆମ ଗୁଡିର ପାଖକୁ ଆସିଲାଣି, ତାକୁ ଶୀଘ୍ର କାଟେ। ଆରେ କଣ ହଠାତ୍ ବବୁଲର ଗୁଡିଟା କୁଆଡୁ ଚାଲି ଆସିଲା? ଦିଦି ଦେଖେ, ତା ଗୁଡିର ସୂତା ଖରାରେ କେମିତି ଚକଚକ କରୁଛି। ଦିଦି ନିଜ ଗୁଡିକୁ ଶୀଘ୍ର ସେଠାରୁ ନେଇଆ। ଆରେ କଣ ହେଇଗଲା? ବବୁଲର ଗୁଡିର ସୂତା ସହ ବାଜୁ ବାଜୁ ହିଁ ମୋ ଗୁଡିର ସୂତା କଟିଗଲା। କଣ ସୂତା ଥିଲା ସେଇଟା? ହା ହା ହା, ମୁଁ ଗୁଡ଼ିରେ କାଚ ଗୁଣ୍ଡି ଲଗେଇ ଦେଇଥିଲି, ଯାହା ପାଇଁ ଏମାନଙ୍କ ଗୁଡ଼ି କଟିଗଲା। ଦିଦି ଆମ ଗୁଡିଟା ସେଇଠି ପଡିଛି, ଚାଲ ନେଇ ଆସିବା। ନିଜ ଶସ୍ତା ଗୁଡ଼ିକୁ ନେବା ପାଇଁ ଆସିଛ? ଏଇ ନିଅ, ମୁଁ ତାକୁ 2ଟା ଭାଗ କରିଦେଇଛି। ଏବେ 2 ଭଉଣୀ ମିଶି ଗୁଡ଼ି ଉଡାଅ। ଆଉ ଲାଗିବ ଆମ ସାଙ୍ଗରେ? ପପୁର ଗୁଡ଼ି କାଟିବାର ଶାସ୍ତି ଏଇଟା। ଦିଦି ଦେଖ ନା, ଏମାନେ ଆମ ଗୁଡ଼ିକୁ ଛିଡେଇ ଦେଲେ। ତୁ ମନ ଦୁଃଖ କରନି ଭଉଣୀ, ମା ଆମ ପାଇଁ ଆଉ ଏକ ଗୁଡ଼ି ତିଆରି କରିଦେବ। ଏ ଛିଡ଼ା ଗୁଡ଼ିକୁ ନେଇ କିଛି ଲାଭ ନାହିଁ, ଚାଲିବୁ ଘରକୁ ଯିବା। ସେଠାରେ ଯାହା ବି ଘଟୁଥିଲା ସବୁକିଛି ଦୂରରୁ ଏକ ପରି ଦେଖୁଥିଲା। ସେ 2 ଭଉଣୀଙ୍କୁ ସାହାଯ୍ୟ କରିବାକୁ ଚାହିଁଲା। ସେ ତାଙ୍କର ସେଇ ଛିଡ଼ା ଗୁଡ଼ିକୁ ନୂଆ ଗୁଡ଼ି କରିଦେଲା। ଏବେ ଗୁଡ଼ି ଆଗ ଭଳି ହେଇଗଲା। ଏ ଗୁଡ଼ିକୁ ଆଉ କେହି ବି ଛିଡ଼େଇ ପାରିବେନି କି ସେ 2 ଭଉଣୀକୁ ଖେଳରେ କେହି ବି ହରେଇ ପାରିବେନି। ମୁଁ ତୁମର କେତେ ପ୍ରିୟ ଗୁଡ଼ି ଥିଲି, ମତେ ଛାଡ଼ି କାହିଁକି ଚାଲି ଯାଉଛ? ମୁନି, କିଏ ପଛପଟୁ କଥା କହିଲା ନା? ଦିଦି, ମା ତିଆରି ଥିବା ଏ ଗୁଡ଼ିଟା କଣ କଥା କହୁଛି? ଏଇଟା କେମିତି ସମ୍ଭବ? ହଁ, ତୁମେ ଗୁଡ଼ି ହେଇ କେମିତି କଥା କହିପାରୁଛ? ମୁଁ ବି ଜାଣିନି। ତମମାନଙ୍କ ମା ଯେତେବେଳେ ମତେ ତିଆରି ସାରିଥିଲେ, ତମେ ମାନେ ମତେ ନେଇ କେତେ ଖୁସି ଥିଲ। ହେଲେ ଯେତେବେଳେ ସେ ଦୁଷ୍ଟ ଛୁଆମାନେ ମତେ ଛିଡେଇ ଦେଲେ ଆଉ ତମେ ମାନେ ମତେ ଛାଡ଼ି ଚାଲି ଯାଉଥିଲ ଦେଖି ମତେ ଭାରି ଦୁଃଖ ଲାଗିଲା। ହେଲେ ହଠାତ୍ କେଜାଣି କଣ ହେଲା ଯେ ମୁଁ ପୂର୍ବ ଭଳି ହେଇଗଲି, ଆଉ କଥା ବି କହିପାରିଲି। ସେଥିପାଇଁ ତ ମୁଁ ତମମାନଙ୍କୁ ଡାକିଲି। ବାଃ, ଇଏ ତ ଖୁବ୍ ଭଲ କଥା। ହଁ, ଏବେ ଚାଲ ଆମେ ହାତୀ ରାଜାଙ୍କୁ ସବୁ କଥା କହିବା। ବବଲୁ ଚିଟିଂ କରି ତମମାନଙ୍କୁ ହରେଇଛି। ଗୁଡ଼ି ପାଖରୁ ସବୁ କଥା ଜାଣି ସମସ୍ତେ ହାତୀ ରାଜା ପାଖକୁ ଗଲେ ଆଉ ତାକୁ ସବୁ ଘଟଣା କହିଲେ। ହାତୀ ରାଜା ସମସ୍ତଙ୍କ ସହ ବବଲୁ ପାଖକୁ ଆସିଲା ଆଉ ତା ଗୁଡ଼ିର ସୂତାକୁ ଧରୁ ଧରୁ ହିଁ ଜାଣିଗଲା ସେ ସୂତାରେ କାଚ ଗୁଣ୍ଡି ଲଗାଯାଇଛି। ବବଲୁ ଚିଟିଂ କରି କୁନିକୁ ହରେଇଛି, ସେଥିପାଇଁ ତାକୁ ଏ ଖେଳରୁ ବାହାର କରାଗଲା। ଆଉ ପ୍ରତିଯୋଗୀ ନଥିବାରୁ କୁନିକୁ ଆଉ ଥରେ ଖେଳିବାର ସୁଯୋଗ ଦିଆଯାଉଛି। କୁନି ଆଉ ମୁନି ପୁଣି ଥରେ ନିଜ ଗୁଡ଼ି ଉଡେଇଲେ। ଆରେ ଆମେ ତ ସେମାନଙ୍କ ଗୁଡ଼ି ଛିଡେଇ ଦେଇଥିଲେ, ଏମାନେ ଏତେ ଶୀଘ୍ର ଏକାପରି ଗୁଡ଼ି କୋଉଠୁ ଆଣିଲେ? ଏମାନେ ସେଇ ଛିଡ଼ା ଗୁଡ଼ିକୁ ହିଁ ଅଠା ଲଗେଇ ନେଇ ଆସିଥିବେ। ଏଇ ଛିଡ଼ା ଗୁଡ଼ିରେ ଏମାନେ କେବେ ବି ଚିଣ୍ଟୁକୁ ହରେଇ ପାରିବେନି। ତୁ ଆଗରୁ ବି କହୁଥିଲୁ ସେମାନେ ଗୁଡ଼ି ଉଡେଇ ପାରନ୍ତିନି, ହେଲେ ସେମାନେ ତତେ ହରେଇ ଦେଲେ। ଏବେ ମୋ କଥା ହିଁ ଠିକ ହେବ। ଛିଡ଼ା ଗୁଡ଼ିକୁ କିଏ କେତେ ଦୂର ଉଡେଇ ପାରିବ, ତୁ ଖାଲି ଦେଖେ। ଆରେ ମତେ ତ ଚିଣ୍ଟୁର ଗୁଡ଼ି ଧରି ପକେଇଛି, ମୁଁ କିଛି କରେ ନହେଲେ କୁନି ମୁନି ହାରିଯିବେ। ଆରେ ଏ ଗୁଡ଼ିଟା ଏମିତି କଣ ବୁଲୁଛି? କୁନି ଏସବୁ କେମିତି କରୁଛି? ଦିଦି, ତୁ ଏସବୁ କରୁଛୁ ନା ଆମ ଗୁଡ଼ି ନିଜେ ହିଁ କରୁଛି? ଏସବୁ ଆମ ଗୁଡ଼ି ନିଜେ ହିଁ କରୁଛି। ଦେଖ ଦିଦି, ଚିଣ୍ଟୁର ଗୁଡ଼ି କଟିଗଲା, ଆମେ ଖେଳ ଜିତିଗଲେ। ସବୁ ଆମ ଗୁଡ଼ି ପାଇଁ ହେଇଛି, ନହେଲେ ତ ଆମେ ଜିତି ପାରିନଥାନ୍ତେ। କୁନି ଆଉ ମୁନି ଜିତି ଯିବାରୁ ତାଙ୍କୁ ପୁରସ୍କାର ଦିଆଗଲା। ପପୁ ଆଉ ତାର ସାଙ୍ଗ ରାଗିକି ସେଠାରୁ ଚାଲିଗଲେ। ଦୂରରୁ ପରି ବି ଏସବୁ ଦେଖୁଥିଲା। ସମସ୍ତଙ୍କ ଖୁସି ଦେଖି ସେ ବି ଖୁସି ଥିଲା। ଗୋଟିଏ ଜଙ୍ଗଲରେ ଏକ ଚଢ଼େଇ ରହୁଥିଲା। ସେ ଚଢ଼େଇର ଥିଲେ 2ଟି ଛୁଆ। ଚଢ଼େଇ ପ୍ରତିଦିନ ତା ଛୁଆଙ୍କ ସହ ଜଙ୍ଗଲରେ ବୁଲୁଥିଲା। ଏମିତି ଗୋଟେ ଦିନ ଚଢ଼େଇ ତାର 2 ଛୁଆଙ୍କ ସହ ଜଙ୍ଗଲରେ ବୁଲୁଥିଲା। ହଠାତ୍ ଗୋଟେ ଗଛର ଡାଳ ଭାଙ୍ଗି ଚଢ଼େଇର ମୁଣ୍ଡ ଉପରେ ପଡ଼ିଲା। ଚଢ଼େଇ ମୁଣ୍ଡରୁ ଧାର ଧାର ରକ୍ତ ବହିଗଲା। ମା, ତୋର କଣ ହେଇଗଲା ମା? କାନ୍ଦନିରେ ପିଲାମାନେ, ଲାଗୁଛି ମୁଁ ଆଉ ବଞ୍ଚିବିନି। ମୋ କଥା ଟିକେ ମନ ଦେଇ ଶୁଣ। ପାଖ ଜଙ୍ଗଲରେ ତମ ମାଉସୀ ରୁହେ। ତମେ 2 ଜଣ ତା ପାଖକୁ ଯାଅ, ତା ପାଖରେ ତମେ ମାନେ ଭଲରେ ରହିବ। ନା ମା, ଆମେ ତତେ ଛାଡ଼ି କୁଆଡ଼େ ବି ଯିବୁନି। କାନ୍ଦି ଧନ, ଦିନେ ନା ଦିନେ ଦୁନିଆରୁ ସମସ୍ତଙ୍କୁ ଯିବାକୁ ପଡ଼େ।
ମୋ ସମୟ ବୋଧେ ଆସିଗଲା। ତମେ ଦୁଇ ଜଣ ଏବେ ବହୁତ ଛୋଟ। ଏଇ ଜଙ୍ଗଲ ଭଲ ନାହିଁ। ତମେ ଦୁଇ ଜଣ ଏକୁଟିଆ ଏଇ ଜଙ୍ଗଲରେ ରହିପାରିବନି। ଯାଅ ପିଲାମାନେ, ଶୀଘ୍ର ତମେ ତମ ମାଉସୀ ପାଖକୁ ଚାଲିଯାଅ। ଓଃ ମା, କଣ ହେଲା ତୋର ମା? ଉଠ ମା, ଆମକୁ ଛାଡ଼ି ଯାନି ମା। ଚଢ଼େଇଟି ମରିଯିବା ପରେ ତାର ଦୁଇ ଛୁଆ ବହୁତ କାନ୍ଦିଲେ। ଠିକ୍ ସେହି ସମୟରେ ଗୋଟେ ବାଘ ଛୁଆ ସେ ରାସ୍ତାରେ ଯାଉଥିଲା। ବଡ଼ ଚଢ଼େଇ ଛୁଆଟି ସେ ବାଘକୁ ଦେଖିଲା। ଭାଇ କାନ୍ନି, ଚାଲ ଆମେ ଶୀଘ୍ର ଏଇ ଗଛ ଉପରକୁ ଉଠିଯିବା। ଦେଖ, ସେପଟେ ଗୋଟେ ବାଘ ଛୁଆ ଏଠାକୁ ଆସୁଛି। ଚାଲ ଶୀଘ୍ର ଏଠୁ ପଳେଇବା, ନହେଲେ ସେ ଆମକୁ ଖାଇଦେବ। ତାପରେ ଦୁଇ ଚଢ଼େଇ ଛୁଆ ଉଡ଼ି ଯାଇ ଗଛ ଡାଳରେ ବସିଲେ। ବାଘ ଛୁଆର ନଜର ସେ ମଲା ଚଢ଼େଇ ଉପରେ ପଡ଼ିଲା। ଆରେ ବାଃ, ତାଜା ରକ୍ତର ଗନ୍ଧ ଆସୁଛି। ଲାଗୁଛି ଏ ଚଢ଼େଇଟା ଏବେ ହିଁ ମରିଛି। ଯା ହଉ, ଆଜି ମୋତେ ତାଜା ମାଂସ ଖାଇବାକୁ ମିଳିବ। ଏମିତି କହି ବାଘ ଛୁଆ ଚଢ଼େଇକୁ ଖାଇଲା। ଦୂରରୁ ଏସବୁ ସେ ଚଢ଼େଇର ଛୁଆମାନେ ଦେଖୁଥିଲେ। ଦିଦି ଦେଖ, ସେ ବାଘ ଛୁଆ ଆମ ମାକୁ ଖାଉଛି। ଆମେ ଆଉ କଣ କରିପାରିବା? ମା କଥା ତୋର ମନେ ଅଛି ନା? ଏ ଜଙ୍ଗଲ ଭଲ ନୁହଁ। ଚାଲ ଆମେ ପାଖ ଜଙ୍ଗଲରେ ରହୁଥିବା ଆମ ମାଉସୀ ପାଖକୁ ଯିବା। ଏମିତି କଥା ହେଇ ଦୁଇ ଚଢ଼େଇ ଛୁଆ ଉଡ଼ି ଉଡ଼ି ପାଖ ଜଙ୍ଗଲକୁ ଗଲେ। କିଛି ସମୟ ଉଡ଼ିଲା ପରେ ସାନ ଚଢ଼େଇ ଛୁଆଟି ବଡ଼ ଚଢ଼େଇ ଛୁଆକୁ କହିଲା, ଦିଦି ଦିଦି, ମତେ ଭାରି ଭୋକ ଲାଗିଲାଣି। ମୁଁ ଆଉ ଉଡ଼ି ପାରୁନି। ଆଚ୍ଛା ହଉ, ସେ ପାଖ ଗଛକୁ ଦେଖୁଛୁ, ଚାଲ ସେଠି ବସିବା। ତାପରେ ଦୁଇ ଚଢ଼େଇ ଛୁଆ ସେ ଗଛରେ ଯାଇ ବସିଲେ। ସାନ ଛୁଆଟି କହିଲା, ଦିଦି ଭାରି ଭୋକ ଲାଗିଲାଣି, କିଛି ଖାଇବାକୁ ଦେ ନା। ହଉ, ତୁ ଏ ଗଛରେ ବସିଥା, ମୁଁ ଯାଉଛି କିଛି ଖାଇବା ଖୋଜି ଆଣିବି। ମୁଁ ନ ଆସିବା ଯାଏଁ ତୁ କୁଆଡ଼େ ବି ଯିବୁନି, ଏଇଠି ବସିଥିବୁ। ଠିକ୍ ଅଛି ଦିଦି, ମୁଁ କୁଆଡ଼େ ବି ଯିବିନି। ତୁ ଯା, ଖାଇବା ଆଣିବୁ। ଏମିତି ସେ ବଡ଼ ଚଢ଼େଇ ଛୁଆ ଖାଇବା ଖୋଜିବା ପାଇଁ ସେଠାରୁ ଚାଲିଗଲା। ସାନ ଛୁଆଟି ସେଇ ଗଛ ଡାଳରେ ବସି ରହିଲା। କିଛି ସମୟ ପରେ ଗୋଟେ ଚିଲ ସେ ରାସ୍ତାରେ ଯିବା ସମୟରେ ତାର ନଜର ସେଇ ଛୋଟ ଚଢ଼େଇ ଛୁଆ ଉପରେ ପଡ଼ିଲା। ସେ କହିଲା, ଆରେ ବାଃ, ଏଠି ତ ଗୋଟେ ଛୋଟ ଚଢ଼େଇ ଛୁଆ ବସିଛି। ଆଖପାଖରେ ତ କେହି ବି ଦେଖାଯାଉନାହାନ୍ତି। ମୁଁ ଯାଏ ଏ ଚଢ଼େଇ ଛୁଆକୁ ଧରି ମୋ ଘରକୁ ନେଇଯିବି, ଆଉ ଆରାମରେ ଖାଇବି। ଏମିତି କହି ଚିଲ ସେ ଛୋଟ ଚଢ଼େଇ ଛୁଆ ପାଖକୁ ଗଲା, ଆଉ ତାକୁ ଧରି ଉଡ଼ିଗଲା। ଛୋଟ ଚଢ଼େଇ ଛୁଆଟି କିଛି ବୁଝିପାରିଲାନି। ସେ ଜୋର ଜୋରରେ କାନ୍ଦିବାକୁ ଲାଗିଲା। ଦିଦି ମତେ ବଞ୍ଚା, କୁଆଡ଼େ ଗଲୁ ଦିଦି? ଏ ଚିଲ, ମତେ ଛାଡ଼ିଦେ। ମୋ ଦିଦି ଆସି ମତେ ନ ପାଇଲେ ସେ ବହୁତ କାନ୍ଦିବ। ମତେ ଛାଡ଼ିଦେ। ତତେ କ'ଣ ଧରିଛି ମୁଁ ଛାଡ଼ିବା ପାଇଁ? ବହୁତ ଦିନରୁ ମୋତେ ଗୋଟେ କଅଣିଆ ନରମ ମାଂସ ଖାଇବାକୁ ମିଳିବ। ତତେ ମୁଁ ଘରକୁ ନେଇ ମଜା କରି ଖାଇବି। ଚିଲର ଏପରି କଥା ଶୁଣି ଛୋଟ ଚଢ଼େଇ ଛୁଆଟି ଖୁବ୍ ଡରିଗଲା, ଆଉ ଭୟରେ କାନ୍ଦିବାକୁ ଲାଗିଲା। ସେପଟେ ବଡ଼ ଚଢ଼େଇ ଛୁଆଟି ଖାଇବା ଧରି ସେ ଗଛ ପାଖକୁ ଆସିଲା। ସେଠି ସେ ତା ଭାଇକୁ ନ ପାଇ ଚାରିଆଡ଼େ ଖୋଜିଲା, ଆଉ ତା ଭାଇକୁ ଜୋର ଜୋରରେ ଡାକିଲା, ଭାଇ କୁଆଡ଼େ ଗଲୁ? ଦେଖ, ମୁଁ ଖାଇବା ନେଇ ଆସିଛି। କୁଆଡ଼େ ଗଲୁ ତୁ? ଏମିତି ଡାକି ଡାକି ବଡ଼ ଚଢ଼େଇ ଛୁଆ ତା ଭାଇକୁ ଖୋଜୁଥିଲା। ସେ ବହୁତ ଦୂରକୁ ଚାଲିଗଲା। ହଠାତ୍ ସେ ସେଇ ଚିଲର ବସାକୁ ଦେଖିଲା। ସେ ଚିଲ ବସାରେ ତା ଭାଇକୁ ବି ଦେଖିଲା। ଆରେ, ଏ ଚିଲ ତ ମୋ ଭାଇକୁ ମାରିଦେବ। ମୁଁ ମୋ ଭାଇକୁ ଏବେ କେମିତି ବଞ୍ଚେଇବି? ସେତେବେଳେ ଚଢ଼େଇ ଛୁଆର ନଜର ତଳେ ପଡ଼ିଥିବା ଗୋଟେ ପଥର ଉପରେ ପଡ଼ିଲା। ସେ ସେଇ ପଥରକୁ ଉଠେଇ ଚିଲର ମୁଣ୍ଡ ଉପରକୁ ଯାଇ ପଥରକୁ ଛାଡ଼ିଦେଲା। ଚିଲ ମୁଣ୍ଡରୁ ରକ୍ତ ବୋହିଗଲା। ସେ ବେହୋସ ହେଇ ତଳେ ପଡ଼ିଗଲା। ଦିଦି ତୁ ଆସିଗଲୁ। ଆଉ ଯଦି ଟିକେ ଡେରି ହେଇଥିଲେ ମତେ ସେ ଚିଲ ଖାଇ ଦେଇଥାନ୍ତା। ନା ରେ ଭାଇ, ତୁ ଚିନ୍ତା କରନି। ମୁଁ ଥାଉ ଥାଉ ତୋର କିଛି କ୍ଷତି ହେବନି। ଚାଲ ଆମେ ଶୀଘ୍ର ଏଠୁ ପଳେଇବା, ନହେଲେ ଚିଲ ଉଠିଯିବ। ଏମିତି କଥା ହେଇ ଦୁଇ ଚଢ଼େଇ ଛୁଆ ସେଠାରୁ ଉଡ଼ି ଚାଲିଗଲେ। କିଛି ଦୂର ଗଲା ପରେ ସେମାନେ ପାଖ ଜଙ୍ଗଲରେ ପହଞ୍ଚିଗଲେ। ଆରେ ଭାଇ, ଟିକେ ରହ। ଆମେ ବୋଧେ ଭୁଲ ରାସ୍ତାରେ ଚାଲି ଆସିଲେ। ଛୋଟ ଥିବା ବେଳେ ମୋ ମା ସାଙ୍ଗରେ ଥରେ ମାଉସୀ ଘରକୁ ଯାଇଥିଲି। ମତେ ଲାଗୁଛି ଏଇଟା ସେଇ ରାସ୍ତା ନୁହଁ।
ଆଚ୍ଛା ଦିଦି ଠିକ୍ ଅଛି, ଚାଲ ସେ ପାଖ ଗଛରେ ବସିବା। ତୁ ଏ ସବୁ ରାସ୍ତା ଦେଖି ମନେ ପକା ଆମେ କୋଉ ରାସ୍ତାରେ ଯିବା। ହଁ ତୁ ଠିକ୍ କହିଛୁ, ଏତେ ସମୟ ଉଡ଼ି ଉଡ଼ି ମୋ ଡେଣା ଗୁଡ଼ାକ ବଥା କଲାଣି। ଚାଲ ସେ ଗଛରେ ଯାଇ ବସିବା। ତାପରେ ଦୁଇ ଛୁଆ ସେ ଗଛ ଉପରେ ଯାଇ ବସିଲେ। କିଛି ସମୟ ପରେ ଗୋଟିଏ ଶିଆଳ ସେ ରାସ୍ତାରେ ଯାଉଥିଲା। ତାକୁ ଦେଖି ବଡ଼ ଚଢ଼େଇ ଛୁଆଟି କହିଲା, ଶିଆଳ ଅଙ୍କଲ ଟିକେ ରୁହ, ଆମ କଥା ଟିକେ ଶୁଣ। ଆରେ ବାହ, ଏ ଚଢ଼େଇ ଛୁଆଗା କେତେ ସୁନ୍ଦର ହେଇଛନ୍ତି। ଯଦି ମୁଁ ଏମାନଙ୍କୁ ଖାଇପାରନ୍ତି ମଜା ଆସିଯାଆନ୍ତା। କ'ଣ ହେଲା, ତୁ ମୋତେ ଡାକୁଛୁ କ'ଣ ପାଇଁ? ଆମକୁ ଟିକେ ସାହାଯ୍ୟ କରନ୍ତୁ ଶିଆଳ ଅଙ୍କଲ। ମୋ ମାଉସୀ ଘର ଏଇ ଜଙ୍ଗଲରେ। ଆମେ ଆମ ମାଉସୀ ଘରକୁ ଯାଉଛୁ। ମୁଁ ମୋ ମାଉସୀ ଘରକୁ ଯିବା ରାସ୍ତା ଭୁଲି ଯାଇଛି। ଏ ରାସ୍ତା କୋଉଠିକି ଯାଇଛି କହିପାରିବେ? ଏଇଟା ତ ବଢ଼ିଆ ସୁଯୋଗ। ଯେମିତି ବି ହଉ ଏ ଛୁଆମାନଙ୍କୁ ମୋ ଘରକୁ ନେବାକୁ ହେବ। ତାହେଲେ ରାତିରେ ମୋତେ ଆଉ ଖାଇବା ଖୋଜିବାକୁ ପଡ଼ିବନି। ଏତେ ସମୟ ଧରି କ'ଣ ଭାବୁଛ ଶିଆଳ ଅଙ୍କଲ? କାଇଁ କିଛି ନାହିଁ ତ। ତମେ ମାନେ ତମ ମାଉସୀ ପାଖକୁ ଯିବ ତ? ମୁଁ ତମ ମାଉସୀ ଘର ଦେଖିଛି। ଚାଲ ମୋ ସାଙ୍ଗରେ, ମୁଁ ତମ ଦୁଇ ଜଣଙ୍କୁ ତମ ମାଉସୀ ଘରେ ପହଞ୍ଚେଇ ଦେବି। ଶିଆଳର ଏପରି କଥାବାର୍ତ୍ତା ଦେଖି ବଡ଼ ଚଢ଼େଇ ଛୁଆ ମନରେ ସନ୍ଦେହ ହେଲା। ସେ କହିଲା, ନା ନା ଶିଆଳ ଅଙ୍କଲ, ଆମେ ତମ ସାଙ୍ଗରେ ଯିବୁନି। ତମେ କେବଳ ଆମକୁ ସେ ରାସ୍ତା କହିଦିଅ। କହିଲେ ତମେମାନେ ସେ ରାସ୍ତା ବୁଝିପାରିବନି। କହିଲି ପରା, ମୁଁ ତମମାନଙ୍କ ମାଉସୀ ଘର ଦେଖିଛି। ଚାଲ, ମୁଁ ତମ ଦୁଇ ଜଣଙ୍କୁ ସଠିକ୍ ଜାଗାରେ ପହଞ୍ଚେଇ ଦେବି। ଦିଦି, ମତେ ଲାଗୁଛି ଆମେ ଶିଆଳ ଅଙ୍କଲ ସହ ଯିବା ଠିକ୍ ହେବ। ସେ ତ ମାଉସୀ ଘର ଦେଖିଛନ୍ତି। ଚାଲ ଆମେ ତାଙ୍କ ସାଙ୍ଗରେ ଯିବା। ସେ ଆମକୁ ଆମ ମାଉସୀ ଘରେ ପହଞ୍ଚେଇ ଦେବେ। ନା ନା, ଏ ଶିଆଳ ସହ ଯିବାଟା ଠିକ୍ ନୁହଁ। ଆମେ ଜଙ୍ଗଲକୁ ନୂଆ କରି ଆସିଛେ। ଶିଆଳ ଉପରେ ବିଶ୍ୱାସ କରିବା ଠିକ୍ ହେବନି। ନା ନା ଶିଆଳ ଅଙ୍କଲ, ଆମେ ତମ ସାଙ୍ଗରେ ଯିବୁନି। ଠିକ୍ ଅଛି, ନ ଯାଅ। ମୋ ସହ ଯାଇଥିଲେ ତମେମାନେ ଶୀଘ୍ର ତମ ମାଉସୀ ଘରେ ପହଞ୍ଚି ଯାଇଥାନ୍ତ। କିଛି ସମୟ ପରେ ସନ୍ଧ୍ୟା ହେଇଯିବ। ଏଇ ନଦୀ ଦେଖୁଛ? ସନ୍ଧ୍ୟାରେ ଏ ନଦୀକୁ ବହୁତ ହିଂସ୍ର ଜନ୍ତୁ ପାଣି ପିଇବାକୁ ଆସନ୍ତି। ତମେମାନେ ବିପଦରେ ପଡ଼ିପାର। ସେଥିପାଇଁ କହୁଥିଲି, ମୋ ସାଙ୍ଗରେ ଚାଲ। ଯଦି ତମେମାନେ ଯିବାକୁ ନ ଚାହୁଁଛ, ଥାଅ ଏଇଠି। ରୁହ ରୁହ ଶିଆଳ ଅଙ୍କଲ, ତମେ ଯାଅନି। ମୁଁ ବି ତମ ସାଙ୍ଗରେ ଯିବି। ଦିଦି, ତୁ ଶୁଣିଲୁ ତ ଶିଆଳ ଅଙ୍କଲ କ'ଣ କହିଲେ? ସନ୍ଧ୍ୟାରେ ବଡ଼ ବଡ଼ ଜନ୍ତୁ ଏ ନଦୀକୁ ପାଣି ପିଇବା ପାଇଁ ଆସନ୍ତି। ଯଦି ସେମାନେ ଆମର କିଛି କ୍ଷତି କରିଦେବେ, ତୁ ଯା କି ନ ଯା, ମୁଁ କିନ୍ତୁ ଶିଆଳ ଅଙ୍କଲ ସହ ଯିବି। ଆରେ ରହ ଭାଇ, ମୋ କଥା ଟିକେ ଶୁଣ। ସେ ଶିଆଳ ସାଙ୍ଗରେ ଯାନି। ବଡ଼ ଚଢ଼େଇ ଛୁଆଟି ଯେତେ ଡାକିଲେ ବି ସାନ ଚଢ଼େଇ ଛୁଆ ତା କଥା ନ ଶୁଣି ଶିଆଳ ସାଙ୍ଗରେ ଚାଲିଗଲା। ଏମିତି ଦେଖି ବଡ଼ ଚଢ଼େଇ ଛୁଆର ମନ ବହୁତ ଦୁଃଖ ହେଇଗଲା। କିଛି ସମୟ ପରେ ସେ ଚିନ୍ତା କଲା, ମୋ ଭାଇ ଏବେ ବହୁତ ଛୋଟ। କୋଉଟା ଭଲ କୋଉଟା ଖରାପ ସେ ଜାଣିନି। ମୁଁ ତାକୁ ଏକା ଛାଡ଼ିବାଟା ଠିକ୍ ହେଲାନି। ମୁଁ ଯାଇ ଦେଖେ ସେ ଦୁଇ ଜଣ କୁଆଡ଼େ ଗଲେ। ଏମିତି କହି ବଡ଼ ଚଢ଼େଇ ଛୁଆ ଶିଆଳ ଆଉ ତାର ଭାଇ ଯାଇଥିବା ରାସ୍ତାରେ ଗଲା। କିଛି ସମୟ ଖୋଜିଲା ପରେ ସେ ଶିଆଳକୁ ଦେଖିଲା। ଶିଆଳ ତା ଭାଇ ପାଖରେ ଛିଡ଼ା ହେଇଥିଲା ଆଉ ତା ଭାଇକୁ ସେ ଦଉଡ଼ିରେ ବାନ୍ଧି ଦେଇଥିଲା। ଏସବୁ ଘଟଣା ଦେଖି ବଡ଼ ଚଢ଼େଇ ଛୁଆଟି ସବୁ ବୁଝିଗଲା। ଆଚ୍ଛା ଆଚ୍ଛା, ଏ ଶିଆଳ ଆମକୁ ଖାଇବା ପାଇଁ ଏମିତି କଥା କହୁଥିଲା। ଯେମିତି ବି ହଉ, ଏ ଶିଆଳ ପାଖରେ ମୋ ଭାଇକୁ ବଞ୍ଚିବାକୁ ପଡ଼ିବ। ଏମିତି ଚିନ୍ତା କରି ବଡ଼ ଚଢ଼େଇ ଛୁଆ ଜଙ୍ଗଲରେ ବୁଲିଲା। ସେ ଶିଆଳକୁ କେମିତି ଶାସ୍ତି ଦେବ ସେ ଉପାୟ ଚିନ୍ତା କରୁଥିଲା। ସେତେବେଳେ ସେ ଜଙ୍ଗଲର ଗୋଟେ ପାଖରେ ନିଆଁ ଜଳୁଥିବାର ଦେଖିଲା। ସେ ଗୋଟେ ବାଡ଼ିରେ କିଛି ନିଆଁ ଆଣି ଶିଆଳ ପାଖକୁ ଗଲା। ଶିଆଳ ତା ଭାଇକୁ ମାରିବାକୁ ଯିବା ସମୟରେ ଚଢ଼େଇ ଛୁଆ ସେ ନିଆଁ ଶିଆଳର ଉପରକୁ ଫିଙ୍ଗିଦେଲା। ଦେଖୁ ଦେଖୁ କିଛି ସମୟରେ ଶିଆଳର ପୁରା ଦେହରେ ନିଆଁ ଲାଗିଗଲା। କିଛି ସମୟରେ ହିଁ ଶିଆଳ ସେ ନିଆଁରେ ପୋଡ଼ି ପାଉଁଶ ହେଇଗଲା। ଛୋଟ ଚଢ଼େଇ ଛୁଆଟି ନିଜ ଭୁଲ ବୁଝି ସାରିଥିଲା। ସେ ତା ଭଉଣୀକୁ କ୍ଷମା ମାଗିଲା। ତୋ କଥା ନ ମାନି ମୋର ଭୁଲ ହେଇଗଲା ଦିଦି। ଆଜି ଯଦି ତୁ ଠିକ୍ ସମୟରେ ନ ଆସିଥାନ୍ତୁ, ଏ ଶିଆଳ ମତେ ମାରି ଦେଇଥାନ୍ତା। ମତେ କ୍ଷମା କରିଦେ ଦିଦି। ତୁ ତ ଭୁଲ ବୁଝିପାରିଲୁ, ସେଇଟା ବଡ଼ କଥା। ମୁଁ ତୋ ଉପରେ ଜମା ବି ରାଗିନି। ମୁଁ ତୋ ସହ ସବୁବେଳେ ଥିବି।
ତୋର କିଛି କ୍ଷତି ହେବାକୁ ଦେବିନି। ତୁ ଚିନ୍ତା କରନି ଭାଇ, ମୋର ରାସ୍ତା କଥା ମନେ ପଡ଼ିଗଲା। ଚାଲ ଆମେ ଶୀଘ୍ର ଆମ ମାଉସୀ ଘରକୁ ଯିବା। ତାପରେ ସେମାନେ ତାଙ୍କ ମାଉସୀ ଘରକୁ ଗଲେ ଆଉ ତାଙ୍କ ମାଉସୀ ସହ ଖୁସିରେ ରହିଲେ।